ଆମର ଧନ୍ୟବାଦ କର। ତାହାଙ୍କ ପରିତ୍ରାଣ ଦିନକୁ ଦିନ ପ୍ରକାଶ କରି ଅନ୍ୟ ଦେଶମାନଙ୍କ ମଧ୍ୟରେ ତାହାଙ୍କ ଗୌରବ ସମସ୍ତ ଗୋଷ୍ଠୀ ମଧ୍ୟରେ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟା ପ୍ରକାଶ କର। କାରଣ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ, ସେ ସମସ୍ତ ଦେବତା ଅପେକ୍ଷା ଭୟଯୋଗ୍ୟ। କାରଣ ଗୋଷ୍ଠୀ ବର୍ଗର ସକଳ ଦେବତା ପ୍ରତିମା ମାତ୍ର ସଦାପ୍ରଭୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା। ସମ୍ଭ୍ରମ ଓ ମହିମା ତାହାଙ୍କର ସମ୍ମୁଖବର୍ତ୍ତୀ, ଶକ୍ତି ଓ ଶୋଭା ତାହାଙ୍କ ଧର୍ମଧାମରେ ବିଦ୍ୟମାନ। ହେ ନାନାଦେଶୀୟ ଗୋଷ୍ଠୀବର୍ଗ, ତୁମ୍ଭେମାନେ ସଦାପ୍ରଭୁଙ୍କର କୀର୍ତ୍ତନ କର, ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର କୀର୍ତ୍ତନ କର। ସଦାପ୍ରଭୁଙ୍କ ନାମର ଯଥୋଚିତ ଗୌରବ ଓ କୀର୍ତ୍ତନ କର। ନୈବେଦ୍ୟ ଆଣ ଓ ତାହାଙ୍କ ପ୍ରାଙ୍ଗଣକୁ ଆସ। ଆହେ, ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କର ଭଜନା କର। ସମୁଦାୟ ପୃଥିବୀ ତାହାଙ୍କ ଛାମୁରେ କମ୍ପମାନ ହୁଅ। ପ୍ରଭୁ ଆପଣା ବାକ୍ୟରେ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କର ମହତ୍ ନାମ ଧନ୍ୟବାଦ ହେଉ। ଏହି ପ୍ରଭାତ ସମୟରେ ଆମମାନଙ୍କୁ ଏରିଏଲ ମିନିଷ୍ଟ୍ରି ମାଧ୍ୟମରେ ତାହାଙ୍କର ସେବା କରିବା ପାଇଁ, ତାହାଙ୍କର ଆରାଧନା କରିବା ପାଇଁ, ତାହାଙ୍କର ଗୌରବ ପ୍ରଶଂସା କରିବା ପାଇଁ ପ୍ରଭୁ ଆମମାନଙ୍କୁ ଏହି ଅପୂର୍ବ ସୁଯୋଗ ସମୟ ଆମମାନଙ୍କୁ ଆଣିଦେଲେ। ପ୍ରଭୁ ଆମମାନଙ୍କୁ ଦୟା ଅନୁଗ୍ରହ କରି ଏହି 2024 ସାଲର ଏହି ଦ୍ୱିତୀୟ ମାସର ପଞ୍ଚମ ପ୍ରଭାତ ମଧ୍ୟରେ ଆମମାନଙ୍କୁ ତାହାଙ୍କର ସେବା କରିବା ପାଇଁ ଦେଲେ, ସେଥିପାଇଁ ଧନ୍ୟବାଦ ଦିଏ ମୁଁ ପ୍ରଭୁଙ୍କୁ। ଆଉ ଆସନ୍ତୁ ଆମେ ଆରମ୍ଭ ନିମନ୍ତେ କିଛି ପ୍ରାର୍ଥନା କରିବା। ପ୍ରାର୍ଥନା ପରେ ଆମେ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା। ମୁଁ ପ୍ରାର୍ଥନା କରିବି, ମୋ ପ୍ରାର୍ଥନାରେ ଆପଣମାନେ ସହଯୋଗ କରିବେ। Praise the Lord, hallelujah. Thank you Lord, thank you Jesus, thank you Father. ମୋର ମହତ୍ ନାମକୁ ପ୍ରଭୁ ଆମେ ଧନ୍ୟବାଦ ଦେଉଛୁ। ମୋର ମହତ୍ ନାମକୁ ପ୍ରଭୁ ଉଚ୍ଚରେ ସ୍ଥାପନ କରୁଅଛୁ। କାରଣ ତୁମେ ମହାନ, ତୁମେ ଆଶ୍ଚର୍ଯ୍ୟ, ତୁମେ ଭୟାନକ, ତୁମେ ସତ୍ୟ, ତୁମେ ଜୀବିତ, ସେ ଅଛ, ତୁମେ ଆଦି ଅନ୍ତ ଆଉ ପଥ ପରମେଶ୍ୱର। ଏହିପରି ଭୟାନକ ପରମେଶ୍ୱର ହେଲେ ମଧ୍ୟ ଏଇ ଦିନ ଧୂଳି ଲୋକମାନଙ୍କୁ ପ୍ରଭୁ ତୁମର ଆରାଧନା କରିବା ପାଇଁ, ଗୌରବ ପ୍ରଶଂସା କରିବା ପାଇଁ ଏହି ପ୍ରଭାତ ସମୟରେ, ଏହି ସକାଳୁ ପ୍ରଭୁ ତୁମ ନିକଟବର୍ତ୍ତୀ ହେବା ପାଇଁ ଏ ସୁନ୍ଦର ସୁଯୋଗ, ଏ ସୁନ୍ଦର ଅବକାଶ ପ୍ରଭୁ ତୁମେ ଆମମାନଙ୍କୁ ଆଣିଦେଲ, ସେଥିପାଇଁ ଧନ୍ୟବାଦ ଦଉଛି। ପ୍ରଭୁ ଧନ୍ୟବାଦ ଦଉଛି। ପ୍ରିୟ ପ୍ରଭୁ, ତୁମ ନିକଟବର୍ତ୍ତୀ ହେବା ପାଇଁ ଆମମାନଙ୍କୁ ଦେଲ ଏ ସକାଳ ସମୟରେ। ପ୍ରିୟ ପ୍ରଭୁ, ରିଏଲ ମିନିଷ୍ଟ୍ରି ମାଧ୍ୟମରେ ପ୍ରଭୁ ତୁମେ ଆମମାନଙ୍କୁ ଦୟା କର। ଆମେ ଯେତେ ଜଣ ପ୍ରଭୁ ଜଡ଼ିତ ଅଛୁ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ଅନୁଗ୍ରହ କର। ବିଶେଷ ପ୍ରାର୍ଥନା କରୁଛି ପ୍ରଭୁ, ଯେଉଁମାନେ ପ୍ରସ୍ତୁତ ହଉଅଛନ୍ତି ସେମାନେ ମଧ୍ୟ ଯେପରି ପ୍ରଭୁ ଶୀଘ୍ର ଶୀଘ୍ର ଜଡ଼ିତ ହୋଇପାରିବେ, ପ୍ରଭୁ ସେଇଭଳି ଅନୁଗ୍ରହ ତୁମେ ଦାନ କର ବୋଲି ପ୍ରାର୍ଥନା କରୁଛି। ପ୍ରଭୁ ପ୍ରାର୍ଥନା କରୁଛି ଆଜିର ନେଟୱାର୍କ ମଧ୍ୟ ତୁମ ହସ୍ତରେ ସମର୍ପଣ କରୁଛି, ଯେପରି ପ୍ରଭୁ ଠିକ ଭାବରେ ରହିପାରିବ। ପ୍ରଭୁ ସେହିପରି ଦୟା ଅନୁଗ୍ରହ ତୁମେ ଦାନ କର ପ୍ରାର୍ଥନା କରୁଛି। ଆଜିର ଆରାଧନାକୁ ତୁମ ହସ୍ତରେ ସମର୍ପଣ କରୁଅଛି। ପ୍ରଭୁ ଯେଉଁ ଭାଇ ଦାସ ପ୍ରଭୁ ଆରାଧନା କରିବା ନିମନ୍ତେ ତୁମ ସମ୍ମୁଖରେ ଉପସ୍ଥିତ, ତୁମେ ତାହାଙ୍କୁ ଲୁଚାଅ ହଜାଅ ତୁମର ପବିତ୍ର ଆତ୍ମାଙ୍କ ଅଭିଷେକରେ ଅଭିଷେକ କରି ପ୍ରଭୁ ତୁମେ ହିଁ ତା ମୁଖ ପାତ୍ର ହୋଇ ତୁମେ ହିଁ ଗୌରବ ପୂଜା ପ୍ରଶଂସା ପାଅ। ପ୍ରଭୁ ତୁମେ ତାଙ୍କୁ ତୁମ ଲାଗି ପ୍ରଭୁ ବ୍ୟବହାର କରି ଆଣୁଅଛ, ବ୍ୟବହାର କର। ଏବଂ ପ୍ରାର୍ଥନା କରୁଅଛି ପ୍ରଭୁ, ଆଜି ବାକ୍ୟ ନେଇ ତୁମ ଦାସ ଆସୁଅଛନ୍ତି, ତାହାଙ୍କୁ ମଧ୍ୟ ପ୍ରଭୁ ତୁମେ ଅଧିକାର କର। ତା ମୁଖ ପାତ୍ର ଦେଇ ତୁମେ କଥା କୁହ, ସେ କଥାକୁ ଯେପରି ଆମେ ଶୁଣିବୁ, ହୃଦୟରେ ରଖିବୁ ଏବଂ ପ୍ରଭୁ ତଦନୁସାରେ ଆପଣା ଜୀବନକୁ ପ୍ରଭୁ ବ୍ୟବହାର କରିପାରିବୁ, ସେଇଭଳି ଦାନ କର ବୋଲି ପ୍ରାର୍ଥନା କରୁଅଛି। ପ୍ରାର୍ଥନା କରୁଅଛି ପ୍ରଭୁ ହୋଷ୍ଟଙ୍କ ପରିବାର ପାଇଁ। ପ୍ରଭୁ ଅନେକ ଉଦ୍ୟମ, ଅନେକ ପରିଶ୍ରମ କରି ପ୍ରଭୁ ଏହି ଜୁମକୁ ପ୍ରଭୁ ସେମାନେ ପରିଚାଳନା କରି ଆସୁଅଛନ୍ତି। ପ୍ରଭୁ ତୁମେ ସେମାନଙ୍କର ସମସ୍ତ ପରିଶ୍ରମ, ସେମାନଙ୍କର ଉଦ୍ୟମ, ଚେଷ୍ଟା ତୁମେ ଦେଖୁଅଛ। ପ୍ରଭୁ ତୁମେ ସେମାନଙ୍କୁ ଆଶୀର୍ବାଦ କର। ପ୍ରଭୁ ତାଙ୍କ ସେବା ଜୀବନରେ ଆଶୀର୍ବାଦ କର, ପାରିବାରିକ ଜୀବନରେ ଆଶୀର୍ବାଦ କର, ପିଲାମାନଙ୍କୁ ମଧ୍ୟ ତୁମେ ଆଶୀର୍ବାଦ କରି ସେମାନଙ୍କୁ ପଠାଇନି। ଯେତେ ଜଣ ପ୍ରଭୁ ଆମେ ଜୁମରେ ଜଡ଼ିତ ଅଛୁ ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ଅନୁଗ୍ରହ କର। ପ୍ରତ୍ୟେକ ପରିବାରକୁ ତୁମେ ପ୍ରଭୁ ନାମ ଧରି ଧରି ପ୍ରଭୁ ଆଶୀର୍ବାଦ କର। ପ୍ରତ୍ୟେକ ପରିବାରର ପିଲାମାନଙ୍କୁ ମଧ୍ୟ ପ୍ରଭୁ ତୁମେ ଆଶୀର୍ବାଦ କର।
प्रभु आज परिचालन तुम हस्त मुख रख तुम्हें ही निजे परिचालना करी तुम्हें ही प्रभु गौरव पूजा प्रशंसा आरंभ समाप्ति तुम उपस्थित रे समस्त कार्य करी प्रभु तुम्हें ही गौरवान्त महिमान्त उच्चीकृत हो प्रियतम जीशु बापा जीशु नाम मागुअछि। समस्त को प्रेज द लॉर्ड पुनर्बार नमस्कार। आमे आराधना करिया पाई जिबा आ आज आराधना करिबा निमंते मोर आवाज सुभा जाउची। आज आराधना करिबा निमंते जे कि आम सम्मुख रे अछंती से जने सुगायक आउ जे कि गीत गाइबा द्वारा अनेक लोक हसंती नाचंती एवं कांदंती भी जहांको गीत रे कि अनेक शक्ति अछि तांको स्वर सुनिले अनेक लोक आउ नाची उठंती कांदी उठंती एवं अनेक लोक आनंदित मध्य हुअंती आउ से केही नुहंती जे कि ऑनलाइन ऑफलाइन रे आराधना करी आसुअछंती अनेक आत्मा मानंकु आउ लाभ करी आसुअछंती से जने पालक सुगायक आज आमनक सम्मुख रे उपस्थित अछंती से केही नुहंती आमानकर लिमायज्ञा राजेश लिमायज्ञा मो प्रभु जीशु ख्रीष्टଙ୍କ नामରେ ମୁଁ ସମ୍ମୁଖକୁ ଆହ୍ୱାନ କରେ ଆଉ ଆଜ୍ଞା ସମ୍ମୁଖକୁ ଆସିବେ ଆଉ ଆଜିର ଆରାଧନାକୁ ପଢାଇ ନେବେ। ଆଜ୍ଞା ନମସ୍କାର ଲିମା ଆଜ୍ଞା ନମସ୍କାର। नमस्कार नमस्कार प्रेज द लॉर्ड। ପ୍ରେଜ୍ ଦ ଲର୍ଡ। ଆପଣଙ୍କର ସମୟ ଆପଣ ଆରାଧନା କରି ଆଗକୁ ପଢାଇ ନେବେ। उपस्थित प्रत्येक को प्रभु जीशु ख्रीष्टଙ୍କ नामରେ नमस्कार। এই सुंदर सुजोग निमंते प्रभु को मो धन्यवाद देवा संगे संगे कर सार को धन्यवाद दिए पुणी परिचालना करथिबा भौणी को बहुत बहुत धन्यवाद। आसंतु आमने प्रभुंकर गौरव करबा प्रभात समय प्रभु आम को देई अछंती केवल तांकर अनुग्रह रे आमने पाई अछु प्रभुंकर उपस्थित रे बसिबा पाए आमने गीत गान करी प्रभु को धन्यवाद देवा। हालेलुया थैंक यू लॉर्ड जीसस। गाओ जय गान कर जय गान प्रियतम जीशु नाम गाओ जय गान कर जय गान प्रियतम जीशु नाम गाओ जय गान कर जय गान प्रियतम जीशु नाम गाओ जय गान कर जय गान प्रियतम जीशु नाम जीशु ही मुक्ति जीशु ही शांति जीशु अनंत जीवन प्रियतम जीशु नाम गाओ जय गान कर जय गान प्रियतम जीशु नाम गाओ जय गान कर जय गान प्रियतम जीशु नाम आसीब दुख निंदा ताड़ना नगर मुख मलिन तो आगे आगे केते जे गले लोत करे होई पूर्ण सही जायुब समान प्रियतम जीशु नाम सही जायुब समान प्रियतम जीशु नाम गाओ जय गान कर जय गान प्रियतम जीशु नाम गाओ जय गान कर जय गान प्रियतम जीशु नाम खत राशि उठाई मते कले निजर संतान क्रूस उपरे प्राण देई देले मते परित्राण खत राशि उठाई मते कले निजर संतान क्रूस उपरे प्राण देई
মতে পরিত্রাণ সহিতা যিশু সমান প্রিয়তম যিশু নাম সহিতা যিশু সমান প্রিয়তম যিশু নাম হালেলুয়া গাও জয় গান কর জয় গান প্রিয়তম যিশু নাম গাও জয় গান কর জয় গান প্রিয়তম যিশু নাম যিশুই মুক্তি যিশুই শান্তি যিশু অনন্ত জীবন প্রিয়তম যিশু নাম গাও জয় গান কর জয় গান প্রিয়তম যিশু নাম হালেলুয়া গাও জয় গান কর জয় গান প্রিয়তম যিশু নাম প্রিয়তম যিশু নাম প্রিয়তম যিশু নাম হালেলুয়া से प्रियतम जीशु नाम आमने पाइछु मोर प्रिय माने जो नाम की परित्राण अच्छी आकाश तले मनुष्य मानक मध्य कौन सी नाम नहीं जो नाम की समस्त मानव जातिर परित्राण रही हालेलुया धन्यवाद प्रभुंकर गौरव हो से नाम को आमने पाइछु से नाम को आमने पाइछु तांकर उपस्थित बसवा सुजोग पाइछु से प्रभुंकर गौरव हो थैंक यू लॉर्ड जीसस धन्यवाद प्रभु तुम्हारी गौरव करुछु ये प्रभात समय आम जीवन में आ गोटे एक नूतन दिन जोड़ीदेल से तुम कोटि कोटि धन्यवाद दूँ तुम से महान नाम सकाशे तुमको धन्यवाद दूँ थैंक यू लॉर्ड जीसस हालेलुया हालेलुया धन्यवाद प्रभु थैंक यू लॉर्ड जीसस जीशु नामे जे भाव अछि केवल विश्वासी सिना जानिछि जीशु नामे जे भाव अछि जीशुଙ୍କ नामରେ जे भाव अछि केवल जे चाखिछि से ही जानिछि मोर प्रिय माने हालेलुया जीशु नामे जे भाव अछि केवल विश्वासी सिना जानिछि जीशु नामे जे भाव अछि अमृत निर्झर बहे झर झर अमृत निर्झर बहे झर झर तटका मधुर मिष्ट लागुछि जीशु नामे जे भाव अछि केवल विश्वासी सिना जानिछि जीशु नामे जे भाव अछि हालेलुया जीशु ख्रीष्ट स्वर्गीय नाम स्वर्गदूत द्वारा प्रदान जीशु ख्रीष्ट स्वर्गीय नाम स्वर्गदूत द्वारा प्रदान अटई से नाम केड़े मिष्टतम अटई से नाम केड़े मिष्टतम जे चाखे ता गुण से ही जानिछि जीशु नामे जे भाव अछि केवल विश्वासी सिना जानिछि जीशु नामे जे भाव अछि जीशु प्राण कर्ता अटंती पापी पाई से मरिछंती जीशु त्राण कर्ता अटंती पापी पाई से मरिछंती पापींकर पाप आपे कले भोग पापींकर पाप आपे कले भोग हेमंत केही की जगते अछि जीशु नामे
ଯେ ଭାବ ଅଛି କେବଳ ବିଶ୍ୱାସୀ ସିନା ଜାଣିଛି ଯୀଶୁ ନାମେ ଯେ ଭାବ ଅଛି ଯୀଶୁ ଖ୍ରୀଷ୍ଟ ପ୍ରଭୁ ଅଟନ୍ତି ମୃତ୍ୟୁ ନାହୁଡ଼ ଭାଙ୍ଗିଛନ୍ତି ହାଲେଲୁୟା ଯୀଶୁ ଖ୍ରୀଷ୍ଟ ପ୍ରଭୁ ଅଟନ୍ତି ମୃତ୍ୟୁ ନାହୁଡ଼ ଭାଙ୍ଗିଛନ୍ତି ତାଙ୍କ ସନ୍ନିଧାନେ ଆସେ ଯେଉଁ ଜନ ତାଙ୍କ ସନ୍ନିଧାନେ ଆସେ ଯେଉଁ ଜନ ପାପ ରୋଗୁ ସେହି ସୁସ୍ଥ ହେଉଛି ଯୀଶୁ ନାମେ ଯେ ଭାବ ଅଛି କେବଳ ବିଶ୍ୱାସୀ ସିନା ଜାଣିଛି ଯୀଶୁ ନାମେ ଯେ ଭାବ ଅଛି অমৃত নির্ঝর বহে ঝর ঝর অমৃত নির্ঝর বহে ঝর ঝর তটকা মধুর মিষ্ট লাগুছি যীশু নামে যে ভাব ଅଛି কেবল বিশ্বাসী সিনা জানিছি যীশু নামে যে ভাব ଅଛି हालेलुया मोर प्रिय माने वी आर ब्लेसेड आमने धन्य आमने आशीर्वाद प्राप्त से यीशु को नाम को आमने जानिछु यीशु को नाम को आमे पाइछु यीशु को नाम आमने ग्रहण करछु मोर प्रिय माने धन्य आमने भाग्यवान प्रभु आमने को बाछिले मोनित कले दोहला कादुर उठेले खतराशी उठेले आम प्रथम गीत गाइलु से आम को चट्टाण मध्य रखिले मोर प्रिय माने जद्वारा आम चरण केवे विचलित न हुए थैंक यू लॉर्ड जीसस केवल तांकर प्रेम तांकर अनुग्रह तांकर आशीर्वाद आम जीवन में प्रचुर मोर प्रिय माने से यीशु नाम को आम पाइछु यीशु नाम को आम जानिछु से प्रभुंकर गौरव हो आसंतु आ गोटे गीत गाय मैंने प्रभु को धन्यवाद करवा तांको नाम रे मुक्ति अच्छी तांको नाम रे शक्ति अच्छी तांको नाम रे परित्राण अच्छी हालेलुया से आमानकर धन से आमानकर त्राण अटंती जीसु तुमे मो धन तुमे त्राण थैंक यू लॉर्ड जीसस तुमे चिर मो प्राण तुमे त्राण प्रभु तुम्हें आमान केते प्रेम केते अनुग्रह करियछ तुम्हें आमानकर धन तुम्हें आमानकर त्राण थैंक यू लॉर्ड जीसस जीसु तुम्हें मो धन तुमे त्राण तुमे चिर मो प्राण तुमे त्राण तुमरी रकते धोई मते तुमरी रकते धोई मते कड़ाई नियो हे साथे निसी दिन नीति दिन जीसु तुमे मो धन तुमे त्राण श्यामानकर धन श्यामानकर त्राण मोर प्रिय माने उद्धारकारी परमेश्वर से आज मध्य कहउछंती हे परिश्रांत भारग्रस्त लोक समस्ते मो निकट को आस मु तुमको विश्राम देवी आज आमे क्यों विषय रे भारग्रस्त होइछु अशांति रे भारग्रस्त होइछु अभाव रे भारग्रस्त होइछु ऋण रे भारग्रस्त होइछु आज आमे जगतर जंजाल रे जदि भारग्रस्त होइछु से डाकु अछंती से आमानकर धन से आमानकर त्राण से आमानको से समस्त भाररु त्राण करिवे मोर प्रिय माने आम मानकु उद्धार करबा पाए से निजर जीवन को देले क्रूस रे निजको क्षत विक्षत कले हालेलुया
ତୁମରି ରକ୍ତେ ଧୋଇ ମୋତେ କଢ଼ାଇ ନିଅ ହେ ସାଥେ ନିତିଦିନ ଯୀଶୁ ତୁମେ ମୋ ଧନ ତୁମେ ତ୍ରାଣ ତୁମେ ଚିର ମୋ ପ୍ରାଣ ତୁମେ ତ୍ରାଣ ତୁମ ହାତ ପାଦରା ଚାପୁଡ଼ା ମୁହଁରେ ଛେପ ତୁମ ହାତ ପାଦେ ବିନ୍ଧା ଆହା କି ଦାରୁଣ ପ୍ରେକ ତୁମ କଣ୍ଟା ମାଡ଼ ଗାଲେ ଚାପୁଡ଼ା ମୁହଁରେ ଛେପ ତୁମ ହାତ ପାଦେ ବିନ୍ଧା ଆହ କି ଦାରୁଣ ପ୍ରେକ ଏଡ଼ିକି ଶକତି ଯୀଶୁ ନାମ ଏଡ଼ିକି ଶକତି ଯୀଶୁ ନାମ ପରାଜିତ ଶୟତାନ ନିଶିଦିନ ଯୀଶୁ ତୁମେ ମୋ ଧନ ତୁମେ ତ୍ରାଣ ତୁମେ ଚିର ମୋ ପ୍ରାଣ ତୁମେ ତ୍ରାଣ ପ୍ରିୟତମ। ହାଲେଲୁୟା। ତାଙ୍କର ଚରଣ ତଳେ ବସିବା ପାଇଁ ଆମେ ଏ ସୁନ୍ଦର ସୁଯୋଗ ପାଇଛୁ ମୋର ପ୍ରିୟମାନେ। ତୁମ ପାଦ ତଳେ ବସି ଶୁଣିବି ସ୍ୱର୍ଗ କଥା ତୁମ କ୍ରୁଶ ତଳେ ପାପୀ ପାଏ ଜୀବନେ ଭରସା ଏଡ଼ିକି ପବିତ୍ର ଯୀଶୁ ନାମ ଏଡ଼ିକି ପବିତ୍ର ଯୀଶୁ ନାମ। ହାଲେଲୁୟା। ସାନ୍ତ୍ୱନା ଶକ୍ତି ପ୍ରେମ ଅନୁପମ ଅନୁପମ ଯୀଶୁ ତୁମେ ମୋ ଧନ ପ୍ରିୟତମ ତୁମେ ତ୍ରାଣ ତୁମେ ଚିର ମୋ ପ୍ରାଣ ପ୍ରିୟତମ 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 ପ୍ରିୟତମ। ହାଲେଲୁୟା। ମୋର ପ୍ରିୟମାନେ ଆମମାନଙ୍କ ନିମନ୍ତେ ସେ କଣ୍ଟାର ମୁକୁଟ ପିନ୍ଧିଲେ ଆମମାନଙ୍କ ନିମନ୍ତେ ସେ କୋରଡ଼ା ପ୍ରହାରିତ ହେଲେ ମୋତେ ଉଦ୍ଧାର କରିବା ନିମନ୍ତେ ଆମମାନଙ୍କୁ ପରିତ୍ରାଣର ବସ୍ତ୍ର ପିନ୍ଧାଇବା ନିମନ୍ତେ ସେ ଉଲ୍ଲଙ୍ଘ ହେଲେ ଆମମାନଙ୍କୁ ଧନବାନ କରିବା ନିମନ୍ତେ ସେ ନିର୍ଦ୍ଧନ ହେଲେ। ମୋର ପ୍ରିୟମାନେ ଥ୍ୟାଙ୍କ ୟୁ ଲର୍ଡ ଜିସସ୍। କେତେ ମହାନ ପରମେଶ୍ୱର ମୋର ପ୍ରିୟମାନେ। ମୋତେ ଆପଣମାନଙ୍କୁ କେତେ ସେ ପ୍ରେମ କରନ୍ତି। ଯଦି ସେ କୃଷକୁ ଦେଖୁ କୃଷ ଉପରୁ ଝରଝର ରକ୍ତ ଝରେଇଲେ ଆମମାନଙ୍କୁ କିଣି ନିଜର କରିବା ପାଇଁ। ଥ୍ୟାଙ୍କ ୟୁ ଲର୍ଡ ଜିସସ୍। ଆମମାନଙ୍କୁ ଖୋଜି ଖୋଜି ସେ ସ୍ୱର୍ଗ ସୁଖ ଛାଡ଼ିଲେ ଏ ଜଗତ ମଧ୍ୟକୁ ଆସିଲେ। ମୋର ପ୍ରିୟମାନେ ଆମେ ନିଜ ନିଜକୁ ପ୍ରଭୁଙ୍କ ହସ୍ତରେ ସମର୍ପଣ କରିବା। ଆମେ ଗୀତ ଗାଉ ଗାଉ ପ୍ରଭୁଙ୍କର ସେ କୃଷିୟ ପ୍ରେମକୁ ଆମେ ମନେ ପକାଇବା, କାରଣ ସେ ଆମମାନଙ୍କୁ କେତେ ପ୍ରେମ କରିଅଛନ୍ତି। ଆମେ ଖୋଜି ଖୋଜି ସେ ଜଗତ ମଧ୍ୟକୁ ଆସିଲେ। ହାଲେଲୁୟା। ଥ୍ୟାଙ୍କ ୟୁ ଲର୍ଡ ଜିସସ୍।
यस लॉर्ड हालेलुया धन्यवाद मते खोजी खोजी जीसु आसिले जगते मते उधारी बापाई आसिले जगते अतुल से ताको प्रेम धन्य से ही जीसु नाम अतुल से ताको प्रेम धन्य से ही जीसु नाम मते खोजी खोजी जीसु आसिले जगते मते उधारी बापाई आसिले जगते से स्वर्ग को धरि रखिबार विषय मन कले नहीं से निजक शून्य कले ये पापमय जगत को आसिले आमान को निमंते से पापी सदृश हेले मोर प्रिय माने आमान को परित्राण देवा निमंते से कालबरी क्रूसे निज प्राण को देले मते एवं आपण मानकु परित्राण देवा पाई से निजर जीवन को उत्सर्ग कले हालेलुया अन्य को देवा पाई परित्राण कालबरी क्रूसे देले से प्राण हत्य करे तांको प्रेम स्मरण मुझे अटे तांको मृत्यु कारण ओ लॉर्ड हालेलुया आम पाई जीसु हेले निर्धन कांदे कले प्रभु क्रूस बहन आहा की आश्चर्य बलिदान भिजुथिला रक्ते तांको चरण अतुल से तांको प्रेम धन्य से ही जीसु नाम हालेलुया अतुल से तांको प्रेम धन्य से ही जीसु नाम मते खोजी खोजी जीसु आसिले जगते मते उधारी बापाई आसिले जगते हालेलुया आमानकर अधर्म निमंते से क्षत विक्षत हेले आमानकु परित्राणर अम्लानर मुकुट पिंधेवा पाई से कंटार मुकुट पिंधिले मोर प्रिय माने हालेलुया धन्य से नाम तांको नाम रे जे भाव अछि केवल विश्वासी से जानि छी मोर प्रिय माने थैंक यू लॉर्ड अधर्म आम कार्य निमित्त शरीर भी हेला क्षत विक्षत जगत को आसी पापी निकट पिंधिले मो राजा कंटा मुकुट हालेलुया थैंक यू लॉर्ड जीसस ओठो तांको थिला केते तृषित प्रार्थना भी कले पापी निमित्त थरुथिला केते तांको शरीर आदरिले प्रभु लज्जा क्रूसर अतुल से तांको प्रेम
ଧନ୍ୟ ସେହି ଯୀଶୁ ନାମ, ଅତୁଳ ସେ ତାଙ୍କ ପ୍ରେମ, ଧନ୍ୟ ସେହି ଯୀଶୁ ନାମ। ମତେ ଖୋଜି ଖୋଜି ଯୀଶୁ ଆସିଲେ ଜଗତେ, ଆସିଲେ ଜଗତେ, ମତେ ଉଦ୍ଧାରିବା ପାଇଁ ଆସିଲେ ଜଗତେ, ଆସିଲେ ଜଗତେ, ଅତୁଳ ସେ ତାଙ୍କ ପ୍ରେମ, ଧନ୍ୟ ସେହି ଯୀଶୁ ନାମ, ଅତୁଳ ସେ ତାଙ୍କ ପ୍ରେମ, ଧନ୍ୟ ସେହି ଯୀଶୁ ନାମ। ମତେ ଖୋଜି ଖୋଜି ଯୀଶୁ ଆସିଲେ ଜଗତେ, ଆସିଲେ ଜଗତେ, ମତେ ଉଦ୍ଧାରିବା ପାଇଁ ଆସିଲେ ଜଗତେ, ଆସିଲେ ଜଗତେ, ଆସିଲେ ଜଗତେ, ଆସିଲେ ଜଗତେ, ଆସିଲେ ଜଗତେ, ଆସିଲେ ଜଗତେ। ପ୍ରକୃତରେ ମୋର ପ୍ରିୟ ମାନେ, ଆମମାନଙ୍କ ନିମନ୍ତେ ସେ କଣ୍ଟାର ମୁକୁଟ ପିନ୍ଧିଲେ। ତାଙ୍କର ଓଠ ଶୁଖି ଯାଉଥିଲା, ତଥାପି ସେ ଶୁଖିଲା ଓଠରେ ସେ ପ୍ରାର୍ଥନା କଲେ, ପିତା ଏମାନେ କ'ଣ କରନ୍ତି, ଏମାନେ ଜାଣନ୍ତି ନାହିଁ, ଏମାନଙ୍କୁ କ୍ଷମା କର। ଧନ୍ୟ ସେହି ଯୀଶୁ ନାମ, ଯେଉଁ ନାମରେ କି ଆମମାନଙ୍କର ଉଦ୍ଧାର ପରିତ୍ରାଣ ରହିଛି। ସେ ଶୀଘ୍ର ଆସୁଅଛନ୍ତି ଆମମାନଙ୍କୁ ନେବା ନିମନ୍ତେ। ମୋର ପ୍ରିୟମାନେ, we are blessed, ଆମେ ଆଶୀର୍ବାଦ ପ୍ରାପ୍ତ। ପବିତ୍ର ପରମେଶ୍ୱର, ତୁମର ଉପସ୍ଥିତି ଆମମାନଙ୍କ ମଧ୍ୟରେ ଦେଇଥିବା ସକାଶୁ ତୁମର କୋଟି କୋଟି ଧନ୍ୟବାଦ କରୁଛୁ। ଏ ଦିନମାନଙ୍କରେ ଆମମାନଙ୍କୁ ପ୍ରସ୍ତୁତି, ସଜାଗ, ସମର୍ପଣ ରହି ଆତ୍ମିକ ଜୀବନରେ ଅଭିବୃଦ୍ଧି କର ବୋଲି ତୁମ ନିକଟରେ ନିଜ ନିଜକୁ ସମର୍ପଣ କରୁଛୁ। ଏ ରିଏଲ ମିନିଷ୍ଟ୍ରି ଜୁମ୍ ଉପାସନାରେ ଯେତେ ଜଣ ମାନେ ଉପସ୍ଥିତ ଅଛୁ, ପ୍ରତ୍ୟେକଙ୍କର ଜୀବନକୁ ତୁମ ହସ୍ତରେ ସମର୍ପଣ କରୁଛୁ। ତୁମେ ମହିମା ପାଅ, ତୁମେ ଗୌରବ ପାଅ। ସକଳ ଆଦର, ମହିମା, ଗୌରବ, ପୂଜା, ପ୍ରଶଂସା ତୁମକୁ ଦେଇ ଅବଶିଷ୍ଟ ସମୟକୁ ତୁମ ହସ୍ତରେ ସମର୍ପଣ କରି ଯୀଶୁଙ୍କ ନାମରେ ଉତ୍ସର୍ଗ କଲୁ ପିତା। ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ଥ୍ୟାଙ୍କ ୟୁ। ଲିମା ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ଆପଣ ଭାବପୂର୍ଣ୍ଣ ଗୀତ ଗୁଡାକ ଗାଇ ଆମମାନଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇଲେ, ପ୍ରଭୁଙ୍କର ଉପସ୍ଥିତିକୁ ଟାଣି ନେଲେ, ସେଥିପାଇଁ ମୁଁ ବହୁତ ବହୁତ ଧନ୍ୟବାଦ ଦିଏ। ଆପଣଙ୍କ ଆରାଧନାରେ ଆମେ ପ୍ରତ୍ୟେକ ପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଛୁ, ପ୍ରଭୁଙ୍କ ଠାରୁ ଆମେ ଆଶୀର୍ବାଦ ପାଇଅଛୁ ଏବଂ ଅନୁତାପ କରି ମଧ୍ୟ ପ୍ରଭୁଙ୍କର ଶରଣାଗତ ହୋଇଅଛୁ। ସେଥିପାଇଁ ପ୍ରଭୁ ଆପଣଙ୍କୁ ବହୁଳ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ, ଆପଣଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ, ଆପଣଙ୍କ ସେବା କାର୍ଯ୍ୟରେ ମଧ୍ୟ ପ୍ରଭୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ବିଶେଷ ବିଶେଷ ଧନ୍ୟବାଦ ଦିଏ, ଆପଣ ଆମମାନଙ୍କୁ ରିଏଲ ମିନିଷ୍ଟ୍ରି ପରିବାରକୁ ଆସିଲେ ଆଉ ଆମମାନଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇ ଅଛନ୍ତି। ଧନ୍ୟବାଦ। ଆମେ ଏ ସମୟରେ ଆମେ ପ୍ରାର୍ଥନା କରିବା ପାଇଁ ଯିବା। ଆଉ ଆଜି ଆରାଧନା କରିଛନ୍ତି ଆମମାନଙ୍କର ଲିମା ଆଜ୍ଞା, ତାଙ୍କ ପରିବାର ପାଇଁ, ତାଙ୍କ ସେବା କାର୍ଯ୍ୟ ପାଇଁ, ଆଉ ତାଙ୍କ ପାଇଁ ମଧ୍ୟ ଆମେ ପ୍ରାର୍ଥନା କରିବା। ବାକ୍ୟ ନେଇ ପ୍ରଭୁଙ୍କର ଦାସ ପାଣି ଆଜ୍ଞା ଆସୁଅଛନ୍ତି, ତାଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିବା ଏବଂ ହୋଷ୍ଟଙ୍କ ପରିବାର ପାଇଁ ମଧ୍ୟ ଆମେ ପ୍ରାର୍ଥନା କରିବା ପାଇଁ ଯିବା। এই ସମୟରେ ଆମମାନଙ୍କ ସମ୍ମୁଖରେ ଆମମାନଙ୍କର ଗୀତା ପାଣି ଦିଦି ଅଛନ୍ତି। ମୁଁ ତାଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଅନୁରୋଧ କରେ, ସେ ସମ୍ମୁଖକୁ ଆସିବେ ଏବଂ এই ସମସ୍ତ ପ୍ରାର୍ଥନା କରିବା ହେବେ। ପ୍ରେଜ୍ ଦ ଲର୍ଡ ଦିଦି। ପ୍ରେଜ୍ ଦ ଲର୍ଡ ସିଷ୍ଟର। ସମସ୍ତ ପ୍ରାର୍ଥନା କରାଇ ନେବେ। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ସର୍ବଶକ୍ତିମାନ ସୈନ୍ୟାଧିପତି ସଦାପ୍ରଭୁ, ମୋର ପବିତ୍ର ମହାନାମର ଧନ୍ୟବାଦ କରୁଅଛୁ, ଗୌରବ ପ୍ରଶଂସା କରୁଅଛୁ ରାଜା। ଦୟା ଅନୁଗ୍ରହ କଲ। ଆଜି ମଧ୍ୟ ପ୍ରଭୁ ଏ ପ୍ରାତଃ ସମୟରେ ଜୀବିତ ମାନଙ୍କ ମଧ୍ୟରେ ନାମ ସ୍ଥାନ ଦେଲ, ଯଦ୍ୱାରା ପ୍ରଭୁ ଆମମାନେ ତୁମ ଚରଣ ତଳକୁ ଆସିଅଛୁ ପିତା। ଏଇ ଆମର ପ୍ରଭୁ କୋଟି କୋଟି ଧନ୍ୟବାଦ, କୋଟି କୋଟି ଧନ୍ୟବାଦ।
ଅନେକ ପ୍ରଭୁ ନିଦ୍ରା ଯାଉ ଯାଉ ଚିର ନିଦ୍ରା ଯାଇଥିବେ ମୋର ପରମେଶ୍ୱର, କିନ୍ତୁ ପ୍ରଭୁ ତୁମେ ଆମମାନଙ୍କୁ ବହୁମୂଲ୍ୟ ଜୀବନ ବଞ୍ଚିବା ପାଇଁ ଦେଲ। ତୁମର ଧନ୍ୟବାଦ କରୁଛୁ, ଧନ୍ୟବାଦ କରୁଛୁ, ଧନ୍ୟବାଦ କରୁଛୁ ବାପା। ତୁମ ପଦ ତଳେ ବସୁ ବସୁ ପ୍ରଭୁ ତୁମର ଗୌରବର ଗୀତ ମାନ ଗାନ କରିଅଛୁ। ତୁମର ପ୍ରଶଂସା ନିମନ୍ତେ ପ୍ରଭୁ ଅନେକ ସୁନ୍ଦର ସୁନ୍ଦର ପ୍ରଭୁ ଅର୍ଥପୂର୍ଣ୍ଣ ଭାବପୂର୍ଣ୍ଣ ଗୀତ ଗାଇ ତୁମ ପଦ ତଳେ ଆପଣା ଆପଣାକୁ ସମର୍ପଣ କରିଅଛୁ। ବାପା ଗୋ ଏତେବେଳେ ପ୍ରଭୁ ତୁମ ପଦ ତଳେ ବସୁ ବସୁ ତୁମରି ସେଇ ଦାସ ଜଣକ ପ୍ରଭୁ ଅତି ସୁନ୍ଦର ଭାବରେ ତୁମର ଆରାଧନା କରିଗଲେ। ତାଙ୍କୁ ବହୁଳ ଭାବରେ ଆଶୀର୍ବାଦ କର। ଆଗାମୀ ଦିନ ମାନଙ୍କରେ ପ୍ରକାଶ ତୁମର ଗୌରବର କାରଣ ହୋଇ ବଞ୍ଚିବା ପାଇଁ ତୁମେ ସାହାଯ୍ୟ କର। ତାଙ୍କର ସେବା ମିନିଷ୍ଟ୍ରିକୁ ତୁମେ ଆଶୀର୍ବାଦ କର ବାପା, ଦୟା କର, ଅନୁଗ୍ରହ କର। ପ୍ରଭୁ ଏତେବେଳେ ଆମେ ତୁମର ସେଇ ଜୀବନ୍ତ ମୁଖ ନିସୃତ ବାକ୍ୟ ଶୁଣିବା ପାଇଁ ଯିବୁ ମୋର ପରମେଶ୍ୱର। ଆଜି ତୁମେ ଯେଉଁ ମୁଖକୁ ବାଛି ଅଛ ବାପା ପ୍ରଭୁ ସେଇ ମୁଖକୁ ତୁମେ ସ୍ପର୍ଶ କର। ତାଙ୍କ ମୁଖରୁ ଉଚ୍ଚାରିତ ପ୍ରତ୍ୟେକ ଶବ୍ଦକୁ ତୁମେ ଜୀବନ୍ତ କାର୍ଯ୍ୟ ସାଧକ କର ବୋଲି ନିବେଦନ ପ୍ରାର୍ଥନା କରୁଅଛି। ଯଦ୍ୱାରା ଆମେ ଯେତେ ଜଣ ସେଇ ବାକ୍ୟ ଶୁଣିବୁ ପ୍ରଭୁ ଆମଙ୍କ ହୃଦୟରେ ଫଳପ୍ରଦ ହେବ। ପ୍ରଭୁ ସେ ବାକ୍ୟ ଅନୁଯାୟୀ ଜୀବନ ଯାପନ କରିବା ପାଇଁ ପାରିବୁ। ତୁମେ ଦୟା କର। ବିଶେଷ କରି ଏହି ସୁନ୍ଦର ଅବକାଶ ପାଇଁ ପ୍ରଭୁ ଧନ୍ୟବାଦ ଦଉଛି। ତୁମର ସେଇ ଦାସ ପ୍ରିୟ ପିଟର ଆଜ୍ଞାଙ୍କ ନିମନ୍ତେ ପ୍ରଭୁ ଅନେକଙ୍କୁ ଏ ପ୍ରାତଃ ସମୟରେ ପ୍ରଭୁ ତୁମ ପଦ ତଳକୁ ଆଣିବା ପାଇଁ ସୁନ୍ଦର ପ୍ରୟାସ ଜାରି ରଖିଅଛନ୍ତି। ତାଙ୍କୁ ମଧ୍ୟ ତୁମେ ବହୁଳ ଭାବରେ ଆଶୀର୍ବାଦ କର। ଅନେକ ଘାତ ପ୍ରତିଘାତ ମଧ୍ୟରେ ପ୍ରଭୁ ତୁମରି ସେବାକୁ ଆଗକୁ କଢାଇ ନେଇଛନ୍ତି ଏ ଅନଲାଇନ ମାଧ୍ୟମରେ। ସେଥିପାଇଁ ତୁମେ ତାଙ୍କୁ ଦୟା କର। ଆମେ ଯେତେ ଜଣ ବସିଛୁ ପ୍ରଭୁ ଆଜିର ସେବା ଉପାସନା କରିବା ପାଇଁ ଏ ସମସ୍ତ ସେବା ଉପାସନା ଦ୍ୱାରା ତୁମେ ପ୍ରଶଂସିତ ଗୌରବାନ୍ୱିତ ହେବା ସହିତ ଆମ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର ବୋଲି ପ୍ରାର୍ଥନା ଶୁଣିଥିବାରୁ ଧନ୍ୟବାଦ ଦେଇ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗିଲି ପିତା, ଆମେନ୍। ବହୁତ ବହୁତ Thank you, sister. ଧନ୍ୟବାଦ। ସମସ୍ତ ବିଷୟ ବୋଝର ସହିତ ପ୍ରଭୁଙ୍କ ନିକଟରେ ଜଣାଇ ଅଛନ୍ତି। ତେଣୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କୁ ଆପଣଙ୍କ ପରିବାରକୁ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଆମେ ଏହି ସମୟରେ ମୁଖ୍ୟ ବିଷୟକୁ ଯିବା। ଆଉ ଆଜି ଆମମାନଙ୍କର ବକ୍ତା ସେ ଏ ପର୍ଯ୍ୟନ୍ତ ଜଏନ୍ କରିନାହାନ୍ତି। ଆଉ ହଠାତ୍ ଆମେ ପ୍ରଭୁଙ୍କର ମହାନ ଦାସ ଆପଣ ମାନେ ସମସ୍ତେ ଜାଣନ୍ତି ଆମେ ଯେତେବେଳେ ଆମେ ଜଏନ୍ କରୁ ଆଉ ଜୁମ୍ ମାନଙ୍କରେ ବୟସରେ ଅଧିକ ସବୁବେଳେ ସକାଳୁ ସକାଳୁ ଉଠିକି ସେ ଆଉ ଜଏନ୍ କରିଥାନ୍ତି। ମୁଁ ଦେଖି ବହୁତ ଖୁସି ହୁଏ। ଆମେ ଯୁବକ ଯୁବତୀ ରହୁ କିନ୍ତୁ ପ୍ରଭୁଙ୍କର ଦାସ ସେ ଆଉ ସକାଳୁ ଉଠନ୍ତି ଏବଂ ସବୁ ଜୁମ୍ ରେ ଜଏନ୍ କରନ୍ତି। ଆଉ ପ୍ରଭୁଙ୍କ ଦାସ ଜଣେ ସେ ଗାୟକ ଆଉ ଅତି ସୁନ୍ଦର ଭାବରେ ବାଜା ବି ବଜାନ୍ତି ଏବଂ ଦାରା ବି ବଜାନ୍ତି। ଆଉ ସେ ଅନେକ ରିଏଲ ଆଉ ଜୁମ୍ ମାନଙ୍କରେ ଶିକ୍ଷା ପରାମର୍ଶ ଦେଇ ଆସୁଛନ୍ତି। ଆଉ ଅଫଲାଇନ ରେ ଅନଲାଇନ ରେ ସେ ବାକ୍ୟ ଶିକ୍ଷା ପରାମର୍ଶ ଦେଇ ଆସୁଅଛନ୍ତି। ସେହିପରି ମହାନ ଦାସଙ୍କୁ ଆମେ ହଠାତ୍ ତାଙ୍କୁ ଅନୁରୋଧ କଲୁ। ଆଉ ଆଜି ବକ୍ତା ମହାଶୟ ଏ ପର୍ଯ୍ୟନ୍ତ ଜଏନ୍ କରିନାହାନ୍ତି। ଆପଣ ବାକ୍ୟ କହିବେ ଆଉ ସେ ଆମମାନଙ୍କର କଥାକୁ ଗ୍ରହଣ କଲେ ଏବଂ ସେ ହଠାତ୍ ଉପସ୍ଥିତ ଅଛନ୍ତି। ସେ କେହି ନୁହନ୍ତି ଆମମାନଙ୍କର ପାଣି ଆଜ୍ଞା। ଆଉ ମୁଁ ତାଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ କରେ ସେ ସମ୍ମୁଖକୁ ଆସିବେ ଆଉ ପ୍ରଭୁଙ୍କର ବାକ୍ୟ ଦେବେ। କାରଣ ଯେଉଁ ବାକ୍ୟରେ କି ଜୀବନ ଅଛି, ଯେଉଁ ବାକ୍ୟରେ କି ଅନନ୍ତ ଜୀବନ ଅଛି, ଯେଉଁ ବାକ୍ୟ ଶୁଣିବା ଦ୍ୱାରା ମରିୟମ ଉତ୍ତମ ଭାଗ ମନୋନୀତ କରିଥିଲା, ସେହି ପବିତ୍ର ବାକ୍ୟ ଆମେ ମଧ୍ୟ ଶୁଣି ଉତ୍ତମ ଭାଗ ମନୋନୀତ କରିବା। ଏବଂ ଯେଉଁ ବାକ୍ୟ ଶୁଣିବା ଦ୍ୱାରା ଲୁଦିଆର ଚିତ୍ତରୂପ ଦ୍ୱାର ଖୋଲି ଯାଇଥିଲା, ସେହି ପବିତ୍ର ବାକ୍ୟ ଆଜି ଆମେ ଶୁଣିକି ଆମମାନଙ୍କର ଚିତ୍ତରୂପ ଦ୍ୱାରକୁ ମଧ୍ୟ ଆମେ ଖୋଲିବା ପାଇଁ ଚେଷ୍ଟା କରିବା। ସେହି ପବିତ୍ର ବାକ୍ୟ ଜୀବନ୍ତ ବାକ୍ୟକୁ ନେଇ ଆମମାନଙ୍କର ଆଉ ପାଣି ଆଜ୍ଞା ସେ ସମ୍ମୁଖକୁ ଆସୁଅଛନ୍ତି। ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତାଙ୍କୁ ଆହ୍ୱାନ ଜଣାଏ ସେ ସମ୍ମୁଖକୁ ଆସିବେ ଆଉ ସେ ଆମମାନଙ୍କୁ ପ୍ରଭୁଙ୍କର ବାକ୍ୟ ଶିକ୍ଷା ପରାମର୍ଶ ଦେବେ। ଆମେ ତ ଆଉ ଏଇ ଅନଲାଇନ ରେ କିଛି ଦେଇପାରୁନାହୁଁ କିନ୍ତୁ ଆମେ ସମସ୍ତେ କରତାଳ ସହିତ ତାଙ୍କୁ ଅଭ୍ୟର୍ଥନା ଜଣାଇବା। ପ୍ରେଜ୍ ଦ ଲର୍ଡ ଆଜ୍ଞା। Praise the Lord. Hallelujah. ଆପଣଙ୍କର ସମୟ, ଆପଣ ବାକ୍ୟ ଆଗକୁ ବଢାଇ ନେବେ।
सर्वप्रथमे आमनकर जीवित पिता परमेश्वरंकर अद्वितीय नामर मध्य विशेष भाव धन्यवाद दिए। पुणी आज मोर प्रिय रियल मिनिस्ट्री आनुकूल्य रे जेते मोर प्रिय प्रभुकर दास दासी एकत्रित अछंती सेमानक सहित विशेष भाव मोर सानुपंकर सांग होस्ट महाशय को मत मोर हृदय कृतज्ञता ज्ञापन करे। कारण से अचानक भाव से मते कॉल करे कॉल कि आज वक्तांकर मोबाइल टा स्विच ऑफ अछि आपण टिके आसिक वाक्य माने शिक्षा दियंतु। मु कहले ओ किछि चिंता नहीं काकी माने किछि दिन तळे मध्ये मु कहितली माने एटीएम रो फुल फॉर्म कोन मु आपण मान को मत कहि सारिछि। ओए तो माने जानू एटीएम माने एनी टाइम मनी किंतु एटा एनी टाइम मेसेज आपण माने जेते जो समय चाहिए प्रभुकर अनुग्रह तांकर दान मो जीवन रहितबर आपण जो समय चाहिए एनी टाइम मेसेज देवा पाए प्रभु मते प्रस्तुत कर रखिचंती। ए विषय केबे चिंता मते करंतु नाही कारण गोटे अनेक प्रकार गाड़ी रे गोटे गोटे स्टेपिन रहे। हां से स्टेपिन को जेते गोटे माने स्टेपिन टा पंचर हो जाए ताकू फटाफट गाड़ी गोटे स्टेपिन लगांती किंतु जो गाड़ी रे स्टेपिन रहे प्राय तो से स्टेपिन टा हमर भाषा रे जीरी जाइते। हां ठीक है माने कोणा फटाफटा रहता है तथापि से स्टेपिन द्वारा गाड़ी टा चलता है। ता हो प्रभुकर महानामर धन्यवाद हो दिनकर गोटे साक्ष्य मु दिए कारण बहु वर्ष तले जेते बेले पारला खेमुंडरू सेरंग बस चालुतिला नाइट हल्ट बस बोलकी दिने प्राय राति समय आमे जर्नी करूचु आसु आसु गोटे घाटी रे से बस टा खराब हो गला। जेते बेले से बस खराब हो गला आउ आम गाँ को आसबार सुविधा नहीं कि पछकू रिटर्न जीवार सुविधा नहीं अंधकार राति रे तेबे मु गोटे चिंता कली जे से गाँ पाखरे गोटे गाँ अंबाजारी बोली गोटे गाँ अछि सेठी मु कोन चिंता कली सेठी जीबी साइकिल मागिबी से राति निज घर को फेरीबी बोले आशा कली किंतु देखिली गोटे माने बोलर नाली बत्ती गोटे लागिची से सर्कल इन्स्पेक्टर आछंती। मु चिंता कली से सर्कल इन्स्पेक्टर होंतु जे होंतु मो हाथ मारिकी ओगाळीबी मु से गाड़ी चढ़ी जीवी मु साहसर सहित मु से गाड़ी के अटकेवा समय गाड़ी बस वाला मैंने मत गाली कले अरे सेटा सर्कल इन्स्पेक्टर गाड़ी तो मुंडर माने खराब हो गला मु कहले से जे होंतु मु अटकेबी जेते बेले मो हाथ मारिली से सर्कल इन्स्पेक्टर से गाड़ी टा बंद कले मत पचारे आपण कुआडे जीवे मु कहले आज्ञा मु गुमा जीवी जेहेतु वर्तमान गाड़ी असुविधा हो गला तेणु करी मु गुमा जीवी से कहले आराम रे बसंतु कहीं माने गोटे गाड़ी खराब हेले मत प्रभु गोटे जगेले से जड़ बड़ ऑफिसर गाड़ी मत सेठी बसिक मु आसिली ठीक सही परी आज आम जड़े वक्तांकर असुविधा हेले भी प्रभु आउ अन्य जन को ठिया करंती तांकर सेवा करिया हालेलुया प्रेज द लॉर्ड प्रभुकर महानामर धन्यवाद। तेबे आसंतु अवश्य मो पय प्रार्थना कर जाईची तथापि मैं गोटे मिनिट मु निजकू एवं आपण आज समावेशक मु प्रभुठारे समर्पित करबा। आसंतु प्रार्थना करबा। प्रेम मो स्वर्गस्थ पिता आमे तुमर धन्यवाद करूछु तुम प्रशंसा करूछु कारण ए रियल मिनिस्ट्री अनुकूल्य रे प्रभु ए समस्त समय पर्यंत जे समस्त कार्यक्रम करा जाईची सेतिरे तुम आशीर्वाद करिछ बोली मु आशा विश्वास करूची एवं धन्यवाद देउची। एते बेले तुमर जीवंत वाक्य को प्रभु आमे सुनिबा को जाउछु प्रभु आम माने वक्ता नहु केवल तुमे वक्ता अट तुमे कथा कह आमे माने सुनिबु आमनकर प्रत्येकंकर आत्मिक कर्ण के तुमे उन्मुक्त करो एवं तुमे गौरवान्वित महिमान्वित हो सकल कार्य सकल विषय को मो सहित प्रत्येकंक तुम स्वर्गीय आशीर्वाद समर्पण करी ए समस्त प्रार्थना आमनकर आशीर्वाद कर मृत्युंजय प्रभु यीशुंकर बहुमूल्य नाम रे एक क्षुद्र निवेदन कली पिता आमेन आमेन प्रेज द लॉर्ड। तेबे आसंतु दया करी मो सहित खोलिक मत पढ़िया पे सहाय्य करंतु जेहेतु वर्तमान मो अचानक भाव में प्रभुंकर सेवा कार्य करिया पाई मो आगौछि तेबे बाइबल पठन रे सहाय्य करिया पाई प्रस्तुत रहिबे। शीघ्र खोलंतु गलातीय पुस्तक 5 पर्वर 1 पद। स्वाधीनता निमंते ख्रीष्ट आंभ मानकु मुक्त करियछंती अतएव स्थिर होई रुह एवं दासत्व ज्वाली रे आउ थरे जोचा न जाओ। बस प्रभु ए पठित वाक्य प्रति आमे प्रत्येकंकु विश्वास भाव बहुल मात्रा रे आशीर्वाद करो। एठारे गलातीय मंडली को प्रेरित पाउल लेखुचंती स्वाधीनता निमंते ख्रीष्ट आम मनकु मुक्त करियछंती
प्रथम पॉइंट अतएव स्थिर होई रुह एवं दासत्व जुआड़े आउ थे जोचा न जाओ। प्रभु ए वाक्य द्वारा आम द्वारा गौरवान्वित हुंतु। सैनिक विभाग रे जो माने काम करती सबु बेले तांकर बंदूक रे कौन लोड थाए फायरिंग करने जहाँ बारूद से सब लोड थाए जेते बेले से माने चाहिए सेते बेले से माने फायरिंग करे प्रस्तुत कहा को शत्रु को फायरिंग करने रेडी थांती। आज ठीक सही परी तांकरी लोक मान प्रभु स्वाधीनता दे एनी टाइम रेडी रे रखी थांती। तेबे आमने देखिबा जे स्वाधीनता विषय में अल्प समय आलोचना करिबा जेतु सदाप्रभु परमेश्वर मनुष्य को ए प्रकार प्रथमे स्वाधीनता देले जहा कि आमने जदि आग को टिके जिबा आदि पुस्तक दयाकरी पढ़ंतु 1 पर्वर 2 पर्वर 7 पद एवं 1 पर्वर 27 पद दयाकरी पढ़ंतु 1 और 27 हाँ पढ़ंतु अनंतर परमेश्वर अपना प्रतिमूर्ति रे मनुष्य को सृष्टि कले। परमेश्वर प्रतिमूर्ति रे से ताहांकु सृष्टि कले पुरुष और स्त्री करी से मानंकु सृष्टि कले। अनंतर पढ़ंतु 2 रे 7 पढ़ंतु अनंतर सदाप्रभु परमेश्वर भूमि रु धूली द्वारा मनुष्य को निर्माण करी ताहार नासिका रंध्र रे फुंक दे प्राणवायु प्रवेश कराइले तहिरे मनुष्य जीवित प्राणी हैला। बस एटार में देखुछु जे सदाप्रभु परमेश्वर आपण प्रतिमूर्ति आपण सादृश्य रे मनुष्य को तैयारी कला परे से माने सदाप्रभु परमेश्वर तांकर नासिका माने नाक माने कोणा रे फुंक दे जीवित प्राणी कला परे सदाप्रभु परमेश्वर सेमिति मनुष्य को छाड़ी दे नांती तांको गोटे स्वाधीनता दे तांको गोटे अधिकार देले तांको गोटे आशीर्वाद कले ना कौन ना मोर हस्त निर्मित प्राणी जे मनुष्य जेते बेले मु सृष्टि कली तांको ए प्रकार आशीर्वाद करी तांको गोटे अधिकार देबी बोले से चिंता करी सदाप्रभु परमेश्वर मनुष्यर सृष्टि पूर्वरु जे समस्त विषय जे समस्त जंतु जे समस्त प्राणी को से अपनार वाक्य द्वारा सृष्टि करथिले से मानक ऊपर अधिकार करिवा पाइसतले ए मानक ऊपर तमे अधिकार माने कर्तृत्व करिवो से मानक ऊपर जहां तमे जहां चिंता करछ से व्यवहार करिवो पुणी सदाप्रभु परमेश्वर ए समस्त अधिकार देला परे सदाप्रभु परमेश्वर गोटे स्वाधीनता देले कौन देले ना अवश्य आम पढ़ी पढ़ी गले बहुत समय हो जाए पारे कौन अधिकार देले जे गोटे बगीचा को तैयारी कली सदाप्रभु परमेश्वर आदम को से मध्य को नहीं कहले देखो तुमको मु स्वाधीनता देउची जे ए बगीचार चतुर्दिगरे जेतिकी फल अछि तुमे स्वच्छंद रे माने तुम इच्छा रे तुम स्वाधीनता रे तुमे खाई पारो किंतु गोटिया विषय मन रख जहा कि उद्यान मध्यस्थ जो वृक्ष रही ताकू तुम्हें खाइब नाही जेहेतु जो दिन खाइब से दिन मरिब किंतु मु तुमको स्वाधीन दउची जे तुम स्वच्छंद रे आनंद रे तुम तृप्त पर्यंत उद्यान चतुर्दिगर फल को तुम स्वाधीनता भाव में मन इच्छा तुम खाई पारे तेबे सदाप्रभुଙ୍କର स्वाधीनता प्रथमे मनुष्य को से सृष्टि समय सदाप्रभु परमेश्वर स्वाधीनता देले तेबे से स्वाधीनता केते वर्ष गला परे किछ समय गला परे शत्रु शैतान चिंता कला भाविला जे ए माने स्वाधीनता पाई प्रभुंकर प्रशंसा गौरव करी चलीचंती प्रभुंकर आज्ञाधीन छात्र भाव में व्यवहृत होचंती तेबे मु कौन करी सदाप्रभुकर स्वाधीनता को छोड़े नहीं मु ए मानक मोर अधीनता को नहीं आसी ए प्लान ए चिंता करी हवांक माध्यम जेते बेले से शैतान पशिला माने तांको कार्य कला से दिन ठारू सदाप्रभुकर स्वाधीनता को हरई मनुष्य शैतान अधीन को चली गला मोर प्रिय प्रभु लोक माने सेइथिपाई गलातीय पुस्तक रे लेखा जा जे ए स्वाधीनता रु माने ए जो मान शैतान पापर बंधन रु स्वाधीनता पाइबा पाई मुक्ति पाइबा पाई प्रभु यीशु ख्रीष्ट को सदाप्रभु परमेश्वर गोटे प्लान गोटे योजना गोटे चिंता स्थिर करी मोर हस्त निर्मित मनुष्य जेपरी
ପ୍ରଥମେ ସ୍ୱାଧୀନତା ମୁଁ ତାଙ୍କୁ ଦେଇଥିଲି, ଶୟତାନର କଳ୍ପନାରେ ପଡି ସେ ମୋର ସ୍ୱାଧୀନତାକୁ ହରେଇ ମାନେ ଶୟତାନର ଅଧୀନକୁ ଚାଲିଗଲା। ପୁନର୍ବାର ଯେପରି ସେମାନଙ୍କୁ ସ୍ୱାଧୀନତା ଦେଇ ମୋ ନିକଟକୁ, ମୋର ରାଜ୍ୟକୁ, ମୋର ସନ୍ତାନ ଭାବେ ଆଣିବାକୁ ପଡିବ, ଏହି ଚିନ୍ତା ଏହି ଭାବନା କରି ସଦାପ୍ରଭୁ ପରମେଶ୍ୱର ଆପଣାର ପୁତ୍ରଙ୍କୁ ମାନେ ଏଇ ଜଗତକୁ ପଠେଇବା ଯୋଜନା କଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ସେ ମାନେ ମନୁଷ୍ୟ ଜାତି ଶୟତାନର ଅଧୀନତା ରହି ସେ ଦିନ ବିତେଇ ବିତେଇ ଯାଉଛ, ଦିନକରେ ଇସ୍ରାଏଲ ସନ୍ତାନ ମାନେ ମିଶର ଦେଶରେ ଦାସତ୍ୱ ବନ୍ଧନରେ ଯେତେବେଳେ ଆବଦ୍ଧ ହୋଇ ଜୀବନ କାଟୁଛନ୍ତି, ସମୟ ବିତାଉଛନ୍ତି, ସେଇ ସମୟରେ ସେମାନଙ୍କୁ ସ୍ୱାଧୀନତା ଦେବା ପାଇଁ ସଦାପ୍ରଭୁ ପରମେଶ୍ୱର ମୋଶେଙ୍କୁ ମାନେ ନିଯୁକ୍ତ କଲେ, ଯେପରିକି ତାଙ୍କରି ମନୋନୀତ ସନ୍ତାନ ମାନେ ମିଶର ଦେଶର ଦାସତ୍ୱ ବନ୍ଧନରେ ତାଙ୍କର ବନ୍ଧନରେ ବାନ୍ଧି ହେଇକି ରହିଛନ୍ତି, ସେଥିରୁ ଯେପରି ସେମାନେ ସ୍ୱାଧୀନତା ପାଇବେ, ସେମାନେ ମୋର ଗୌରବ ପ୍ରଶଂସା କରିବେ। ଏଇଥିପାଇଁ ସଦାପ୍ରଭୁ ପରମେଶ୍ୱର ସେଇଦିନ ସେଇ ମାନେ ଇସ୍ରାଏଲ ସନ୍ତାନ ମାନଙ୍କୁ ସ୍ୱାଧୀନତା ଦେବା ପାଇଁ, ବନ୍ଧନରୁ ମୁକ୍ତ କରିବା ପାଇଁ ମୋଶେଙ୍କୁ ନିଯୁକ୍ତ କରି ମିଶର ଦେଶରୁ ଇସ୍ରାଏଲ ସନ୍ତାନ ମାନଙ୍କୁ ସ୍ୱାଧୀନତା ଦେଇ ମୁକ୍ତ କରିଥିଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ତେବେ ଆମେ ଦେଖିବା ଯେ ସଦାପ୍ରଭୁ ପରମେଶ୍ୱର ସେଇଦିନ ମୋଶେଙ୍କ ଦ୍ୱାରା ଯେପରି ମିଶର ମାନେ ଇସ୍ରାଏଲ ସନ୍ତାନ ମାନଙ୍କୁ ସେ ସ୍ୱାଧୀନତା ଦେଇଥିଲେ, ଆଜି ଆମ ମାନଙ୍କୁ ଶୟତାନର ବନ୍ଧନରୁ, ଶୟତାନର ପାପର ଜାଲରୁ ସେ ସ୍ୱାଧୀନତା ଦେବା ପାଇଁ ବହୁ ବର୍ଷ ପୂର୍ବେ ସେ ଏକ ଯୋଜନା ସ୍ଥାପନ କଲେ, ଯଦ୍ୱାରା ମନୁଷ୍ୟ ଜାତି ପାପରୁ ମୁକ୍ତି ପାଇଁ, ପାପରୁ ସ୍ୱାଧୀନତା ପାଇଁ, ପାପର ବନ୍ଧନରୁ ସ୍ୱାଧୀନତା ପାଇ ପ୍ରଭୁଙ୍କର ଗୌରବ କରିବ। ଏଇଥିପାଇଁ ସେ ଯୋଜନା ସ୍ଥାପନ କଲେ, ଯାହାକି ଯିଶାୟ ପୁସ୍ତକ ଆମେ ସ୍ପଷ୍ଟ ଜାଣୁ 7:14 ଏବଂ 9:6 ଯେ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ବିଷୟ, ମାନେ ଯୀଶୁ ଖ୍ରୀଷ୍ଟ ଆସି ଆମ ମାନଙ୍କୁ ପାପର ଦାସତ୍ୱ ବନ୍ଧନରୁ ସ୍ୱାଧୀନତା ଦେବା ପାଇଁ ସେ ଆସିବେ, ଏଇ ପ୍ଲାନ୍ ଯାହାକି ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମର 700 ବର୍ଷ ପୂର୍ବେ ଯିଶାୟ ଭବିଷ୍ୟତ ବକ୍ତାଙ୍କ ମାଧ୍ୟମରେ ପ୍ରଭୁ ଏହି ଭାବାଣୀକୁ ଦେଇଥିଲେ, ତାହା ଆଜି ଏମାନଙ୍କୁ ସଫଳ କରି ଆମଙ୍କର ଜୀବନରେ ବର୍ତ୍ତମାନ ଯେତେ ଲୋକ ତାହାକୁ ଗ୍ରହଣ କରିଅଛୁ ସମସ୍ତଙ୍କୁ ସେ ମାନେ ପାପର ବନ୍ଧନର ସ୍ୱାଧୀନତା ଦେଇ ତାଙ୍କର ସେବା ଆରାଧନା କରିବା ପାଇଁ ଆମମାନଙ୍କୁ ବହୁମୂଲ୍ୟ ସୁଯୋଗ ଦେଇଛନ୍ତି, ଯାହାକି ଆମମାନଙ୍କର ଉଦାହରଣ ସ୍ୱରୂପ ଆମମାନଙ୍କର ଭାରତ ବର୍ଷ 1947 ସାଲ ତା ପୂର୍ବରୁ ବ୍ରିଟିଶ ସରକାରଙ୍କର ଅଧୀନରେ ଥିଲା, ବ୍ରିଟିଶ ସରକାରଙ୍କର ଶାସନରେ ଶାସିତ ହେଇକି ଯାଉଥିଲା। କିନ୍ତୁ ଆମମାନଙ୍କର ଏ ଭାରତ ବର୍ଷର ବଡ ବଡ ନେତା ମାନେ ଆପ୍ରାଣପଣ କରି ନିଜର ରକ୍ତ ବଳି ଦେଇ ନିଜର ପରିଶ୍ରମ କରି ଏ ଭାରତ ଦେଶକୁ 1947 ସାଲର ଅଗଷ୍ଟ 15 ତାରିଖରେ ସ୍ୱାଧୀନତା ଆଣିଥିଲେ, ଯଦ୍ୱାରା କି ଆଜି ଭାରତ ବର୍ଷ ଆଜି ସ୍ୱାଧୀନତା ଲାଭ ପାଇଛି। ତଥାପି ଭାରତରେ ପ୍ରାୟ ସ୍ୱାଧୀନତା ଦିବସ ପ୍ରତିପାଳନ କରାଯାଉଛି, କିନ୍ତୁ ଅନେକଙ୍କର ଜୀବନରେ ସ୍ୱାଧୀନତା ଏପର୍ଯ୍ୟନ୍ତ ମିଳିପାରୁନାହିଁ। ତାହା ଜୀବନରେ କେବଳ ଖ୍ରୀଷ୍ଟିଆନ ମାନଙ୍କ ଜୀବନରେ ସ୍ୱାଧୀନତା ମିଳିପାରୁନାହିଁ, କାହିଁକି ବର୍ତ୍ତମାନ ସୁଦ୍ଧା ଖ୍ରୀଷ୍ଟିଆନ ମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ଆମର ଭାରତ ବର୍ଷର ଲୋକମାନେ କରିଚାଲିଛନ୍ତି। କିନ୍ତୁ ଆମେ ଦେଖୁଛୁ ଯେ ଖ୍ରୀଷ୍ଟିଆନ ମାନଙ୍କ ଜୀବନରେ ଅଗଷ୍ଟ 15 ସ୍ୱାଧୀନତାର ଆନନ୍ଦ ତ ଆସିପାରୁନାହିଁ। ଅବଶ୍ୟ ଭାରତ ବର୍ଷ ସେ ସ୍ୱାଧୀନତା ଲାଭ କଲା, ବ୍ରିଟିଶ ସରକାରଙ୍କ ଅମଳରୁ ସେ ସ୍ୱାଧୀନତା ପ୍ରାପ୍ତ ହେଲା, ତଥାପି ଭାରତରେ ଖ୍ରୀଷ୍ଟିଆନ ମାନଙ୍କ ଜୀବନରେ ଆଜି ସ୍ୱାଧୀନତା ମାନେ ଅନୁଭବ କରିପାରୁନାହିଁ, ଯେହେତୁ ସେମାନେ କେବଳ ଖ୍ରୀଷ୍ଟିଆନ ମାନଙ୍କ ଉପରେ ଅଧୀନତ୍ୱ ମାନେ ଚାପ କରି, ଅନ୍ୟାୟ କରି, ଅତ୍ୟାଚାର କରି ବର୍ତ୍ତମାନ ଚାଲିଛନ୍ତି। ତଥାପି ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ଆତ୍ମିକ ଜୀବନର ସ୍ୱାଧୀନତା ଦେଇଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦୟାକରି ପଢନ୍ତୁ ଜୋହନ ଲିଖିତ ସୁସମାଚାର ତାର 3:17 ପଦ ପଢନ୍ତୁ। ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। ହାଲେଲୁୟା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଠାରେ ଆମେ ଦେଖୁଛୁ ଯେ କାରଣ ଈଶ୍ୱର ଆପଣା ଏକମାତ୍ର ପୁତ୍ରଙ୍କୁ
ଜଗତର ବିଚାର କରିବା ନିମନ୍ତେ ପ୍ରେରଣ ନ କରି ତାହାଙ୍କ ଦ୍ୱାରା ଜଗତ ଯେପରି ପରିତ୍ରାଣ ପ୍ରାପ୍ତ ହବ, ତାହାଙ୍କ ଦ୍ୱାରା ଜଗତର ପାପୀ ମାନେ ଯେପରି ସ୍ୱାଧୀନତା ପାଇବେ, ତାହାଙ୍କ ଦ୍ୱାରା ଜଗତର ଲୋକମାନେ ଯେପରି ପାପର ବନ୍ଧନରୁ ମୁକ୍ତି ପାଇବେ, ଏଇଥିପାଇଁ ସଦାପ୍ରଭୁ ପରମେଶ୍ୱର ଏଇ ଜଗତକୁ ଆପଣା ଏକମାତ୍ର ପୁତ୍ରଙ୍କୁ ପ୍ରେରଣ କଲେ। ପ୍ରେରଣ କଲେ ମାନେ ତାର ମିନିଂ କଣ ଆଜ୍ଞା? ପ୍ରେରଣ କଲେ, ପ୍ରେରଣ ପଠେଇଲେ। କଲେ ମାନେ ପଠେଇଲେ। ଥ୍ୟାଙ୍କ ୟୁ। ପଠେଇଲେ। ସେଇଦିନ ମିଶର ଦେଶରୁ ଇସ୍ରାଏଲ ସନ୍ତାନ ମାନଙ୍କୁ ମାନେ ସେ ଦାସତ୍ୱ ବନ୍ଧନରୁ ସ୍ୱାଧୀନତା ଫେରାଇ ଆଣି ମୁକ୍ତି ଦେବା ନିମନ୍ତେ ମୋଶାଙ୍କୁ ଯେପରି ପ୍ରେରଣ କଲେ, ସଦାପ୍ରଭୁ ପ୍ରେରଣ କଲେ, ଆଜି ଆମମାନଙ୍କର ମୁକ୍ତିଦାତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେ ସ୍ୱର୍ଗରୁ ଉପରିସ୍ଥ ପବିତ୍ର ସ୍ୱର୍ଗରୁ ଆମମାନଙ୍କର ଏକମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେ ପ୍ରେରଣ କଲେ। ସେଇଥିପାଇଁ ଗୀତରେ ଲେଖାଯାଏ, କେଡେ ପ୍ରେମ କଲେ ବୋଲି ଆମକୁ କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ, ପାପ ଉଦ୍ଧାରିବା ପାଇଁ ଆମକୁ କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ, ମାନବର ମୁକ୍ତି ଲାଗି ସ୍ୱର୍ଗ ସୁଖ ତିଆଗି, ମାନବର ମୁକ୍ତି ଲାଗି ସ୍ୱର୍ଗ ସୁଖ ତିଆଗି ନର ରୂପେ ଆସିଲେ ଏ ଧରାକୁ, କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ, କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ। ପ୍ରକୃତରେ ଆମମାନଙ୍କୁ ପାପର ଦାସର ବନ୍ଧନରୁ ସ୍ୱାଧୀନତା ଦେବା ପାଇଁ, ମୁକ୍ତି ଦେବା ପାଇଁ କେବଳ ଏକମାତ୍ର ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଏଇ ଜଗତକୁ ପ୍ରେରଣ କଲେ, ଯଦ୍ୱାରା ପାପର ବନ୍ଧନରୁ ମୁକ୍ତ କରିବା ପାଇଁ, ସ୍ୱାଧୀନତା ଦେବା ପାଇଁ। ହାଲେଲୁୟା। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ସେଇଥିପାଇଁ ଗାଲାତୀୟ ମଣ୍ଡଳୀକୁ ପ୍ରେରିତ ପାଉଲ କହୁଛନ୍ତି ନା କଣ, ମାନେ ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତି କରିଅଛନ୍ତି, ଯୋଉ ଶୟତାନର ବନ୍ଧନରେ ବାନ୍ଧି ହେଇ ରହିଛି। ହେ ମୋର ଗାଲାତୀୟ ମଣ୍ଡଳୀର ଲୋକମାନେ, ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତି ପ୍ରଦାନ କରିଛନ୍ତି। କାରଣ ଏ ଭାରତ ବର୍ଷ ଯେପରି ତାଙ୍କର ଅନେକ ଲୋକଙ୍କର ପରିଶ୍ରମ, ଅନେକ ଲୋକଙ୍କର ରକ୍ତ ଦାନ ଦ୍ଵାରା ଭାରତ ବର୍ଷ ଅଗଷ୍ଟ 15, 1947 ସାଲରେ ମୁକ୍ତି ଲାଭ କଲା, ଆଜି ଆମ ମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ରକ୍ତ, ଯୋଉ ରକ୍ତ ଦ୍ୱାରା ମାନେ ମୁକ୍ତି ପ୍ରାପ୍ତ ହେଇଛୁ। ହାଲେଲୁୟା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦୟାକରି ପଢନ୍ତୁ ଗାଲାତୀୟ ସେ 5 ପର୍ବର 13 ପଦ, ଶୀଘ୍ର ପଢନ୍ତୁ ଆଜ୍ଞା, ଶୀଘ୍ର। କାରଣ ହେ ଭାଇମାନେ, ତୁମ୍ଭେମାନେ ସ୍ୱାଧୀନତା ନିମନ୍ତେ ଆହୁତ ହୋଇଅଛ, କେବଳ ତୁମ୍ଭର ସ୍ୱାଧୀନତାକୁ ଶାରୀରିକ ଅଭିଳାଷ ପୂରଣ ନିମନ୍ତେ ସୁଯୋଗ ସ୍ୱରୂପେ ବ୍ୟବହାର ନ କର, ବରଂ ପ୍ରେମରେ ପରସ୍ପରର ଦାସ ହୁଅ। ହାଲେଲୁୟା। କାରଣ ଏଠାରେ ଲେଖା ଅଛି, କାରଣ ହେ ଭାଇ ମାନେ, ତୁମେ ମାନେ ସ୍ୱାଧୀନତା ନିମନ୍ତେ ଆହୁତ ହୋଇଅଛ। କଣ କଣ ପାଇଁ ଆହୁତ ହେଉଛ? କେବଳ ତୁମର ସ୍ୱାଧୀନତାକୁ, ଆମକୁ ଯୋଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୋଉ ସ୍ୱାଧୀନତା ଦେଇଛନ୍ତି, ଆମମାନଙ୍କୁ ଯୋଉ ପାପରୁ ମୁକ୍ତ ଦେଇଛନ୍ତି, ଆପଣର ପବିତ୍ର ବହୁମୂଲ୍ୟ ରକ୍ତ ଦେଇ ତାକୁ କେମିତି ଭାବରେ ବ୍ୟବହାର କରିବାକୁ ହବ? ଶାରୀରିକ ଅଭିଳାଷ ପୂରଣ କରିବା ନିମନ୍ତେ ସୁଯୋଗ ସ୍ୱରୂପେ ବ୍ୟବହାର ନ କରି ଅନେକ ଲୋକ ଅଛନ୍ତି ଯେ ନିଜର ଶାରୀରିକ ଅଭିଳାଷ ପୂର୍ଣ୍ଣ କରିବା ପାଇଁ, ତାହା ଆତ୍ମିକ ମୁକ୍ତି ନୁହେଁ। ଯେହେତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ଏ ପ୍ରକାର ଭାବରେ ଆପଣାର ପବିତ୍ର ବହୁମୂଲ୍ୟ ରକ୍ତ ଦେଇ ମତେ ଆପଣ ମାନଙ୍କୁ ଯୋଉ ସ୍ୱାଧୀନତା ଦେଇଛନ୍ତି, ତାଙ୍କର ପ୍ରଶଂସା, ତାଙ୍କର ଗୌରବ, ତାଙ୍କର ଆରାଧନା କରିବା ପାଇଁ, ସେଇଥିପାଇଁ ଆମେ ମାନେ ପ୍ରତିଦିନ ଭୋରୁ ଭୋରୁ ଉଠି ତାଙ୍କର ଗୌରବ କରୁଛୁ। ଗୀତ ମାଧ୍ୟମରେ, ଆରାଧନା ମାଧ୍ୟମରେ, ବାକ୍ୟ ମାଧ୍ୟମରେ, ପ୍ରାର୍ଥନା ମାଧ୍ୟମରେ ଆମେ ତାଙ୍କର ସ୍ୱାଧୀନତା ପାଇଥିବାରୁ ଆଜି ତାଙ୍କର ଗୌରବ କରୁଛୁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦିନ ଥିଲା ମୋ ଜୀବନରେ 1982 ସାଲରେ ପ୍ରଭୁ ଯେତେବେଳେ ମତେ ସ୍ୱାଧୀନତା ଦେଲେ, ସେଇ ଦିନ ଠାରୁ ପ୍ରଭୁଙ୍କର ସେବା ଆଜି ମୁଁ କୌଣସି ଡିନୋମିନେସନରେ ନାହିଁ। ଆଜି ନିଜେ ସ୍ୱାଧୀନ ଭାବେ ପ୍ରଭୁଙ୍କର ସେବା କରି ଚାଲୁଛି ନିଜ ଖର୍ଚ୍ଚରୁ। ମତେ କୋଉଠି ସପୋର୍ଟ ନାହିଁ, କୌଣସି ସଂସ୍ଥାର ମୁଁ ସେବା କାର୍ଯ୍ୟ ଆମର ଚାଲୁ ନାହିଁ।
ସେଇ ଦିନ ଠାରୁ ପ୍ରଭୁଙ୍କର ସେବା, କାରଣ ପ୍ରଭୁ ମତେ ତାଙ୍କର ବହୁମୂଲ୍ୟ ରକ୍ତ ଦେଇ ମତେ 1982 ମତେ ପାପର ମୁକ୍ତ କରି ସ୍ୱାଧୀନତା ଦେଲେ। ସେଇ ଦିନ ଠାରୁ ପ୍ରଭୁଙ୍କର ସେବା କାର୍ଯ୍ୟରେ କରିକିରି ଆପଣଙ୍କ ସହିତ ମୁଁ ଆସୁଛି। ଯେହେତୁ ତାଙ୍କର ସ୍ୱାଧୀନତାକୁ ସେଇଥିପାଇଁ ଲେଖାଯା, କାରଣ ହେ ଭାଇ ମାନେ ତୁମେ ମାନେ ସ୍ୱାଧୀନତା ନିମନ୍ତେ ଆହୁତ ହୋଇଅଛ। ଆମମାନଙ୍କୁ ସଦାପ୍ରଭୁ ପରମେଶ୍ୱର ସ୍ୱାଧୀନତା ଦେଇ ସେ ଡାକିଛନ୍ତି, ଆହ୍ୱାନ କରିଛନ୍ତି ଯେ କେମିତି ଭାବରେ କେବଳ ତୁମର ସ୍ୱାଧୀନତାକୁ ଶାରୀରିକ ଅଭିଳାଷ ପୂରଣ କରିବା ନିମନ୍ତେ ସୁଯୋଗ ସ୍ୱରୂପ ବ୍ୟବହାର ନ କରି ବରଂ ପ୍ରେମରେ ପରସ୍ପରର ଆତ୍ମିକ ଭାବରେ ପ୍ରଭୁଙ୍କର ଦାସ ରୂପେ ବ୍ୟବହାର କରିବା ପାଇଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ସ୍ୱାଧୀନତା ଦେଇଛନ୍ତି। ଆପଣଙ୍କ ବହୁମୂଲ୍ୟ ରକ୍ତରେ ଆମମାନଙ୍କୁ ମୁକ୍ତ କରି ସ୍ୱାଧୀନତା ଦେଇଛନ୍ତି। ଆମର ସ୍ୱାଧୀନତାକୁ ଯେପରି ଆମେ ସ୍ପିରିଚୁଆଲିଟି ଭାବରେ ବ୍ୟବହାର କରିବା, ତାଙ୍କର ଗୌରବ ପାଇଁ ବ୍ୟବହାର କରିବା, ତାଙ୍କ ସ୍ତୁତି ବନ୍ଦନ ସକାଶେ ବ୍ୟବହାର କରିବା, ଏଇଥିପାଇଁ ପ୍ରଭୁ ଆମକୁ ସ୍ୱାଧୀନତା। ଦୟାକରି ପଢନ୍ତୁ ରୋମୀ ପୁସ୍ତକ 6 ପର୍ବର 18 ପଦ ଶୀଘ୍ର। ପୁଣି ପାପରୁ ମୁକ୍ତ ହୋଇ ଧାର୍ମିକତାର ଦାସ ହୋଇଅଛ। ପାପରୁ ମୁକ୍ତ ହୋଇ କାର ଦାସ ହେଇଛୁ ଆଜ୍ଞା? ମାନେ ଧାର୍ମିକତାର। ପାପରୁ ମୁକ୍ତ ହେବା ପୂର୍ବରୁ ଆମେ ଶୟତାନର ଦାସ ଭାବରେ ଥିଲୁ। ଶୟତାନର ସେବା କାର୍ଯ୍ୟ କରୁଥିଲୁ। ଶୟତାନର ଯେ ସମସ୍ତ କାର୍ଯ୍ୟକଳାପ ଆମମାନଙ୍କ ଜୀବନରେ ଘଟି ଚାଲୁଥିଲା। ସେଇଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଗାଲାତୀୟ ମଣ୍ଡଳକୁ ଅତି ସୁନ୍ଦର ଭାବରେ ସେ କହୁଛନ୍ତି ଯେ ତୁମ ମାନଙ୍କର ସ୍ୱାଧୀନତା ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ହେଇଛି। ତା ପୂର୍ବରୁ ମୋର ଜୀବନ ପାପରେ ମୁକ୍ତ ଥିବା ସମୟରେ ମୁଁ ଶୟତାନର ଦାସତ୍ୱ ବନ୍ଧନରେ ଥିଲି, କିନ୍ତୁ ତାର ରୋମୀ 6:18 ଲେଖାଯାଏ ପାପରୁ ମୁକ୍ତ ହୋଇ ଧାର୍ମିକତାର ଦାସ ତୁମେ ଅଛ। ମୋ ସହିତ ଆପଣ ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକୃତ ସ୍ପିରିଚୁଆଲିଟି ସର୍ପେଣ୍ଟ ଆତ୍ମିକ ଭାବରେ ଦାସ ଦାସୀ ଅଛି। ଦିନ ଥିଲା ଆଜ୍ଞା, ଏଇ ଛବିଟା ଟିକେ ଦେଖନ୍ତୁ। ମୋର ଛବିଟା ଟିକେ ଦେଖୁଛନ୍ତି ଆଜ୍ଞା? ଦେଖାଯାଉଛି? ହ୍ୟାଲୋ, ଦେଖିପାରୁଛନ୍ତି? ଏଇଠି ମୁଁ ଗୋଟେ ଫଟୋ ଉଠେଇଛି, ସିଗାରେଟ ଜଳୁଛି, ଫଟୋ ଉଠୁଛି। ଏହା ବହୁ ବର୍ଷର ଛବିଟା ଏଟା। କାରଣ ଏଇ ପ୍ରକାର ସମସ୍ୟା ଜୀବନରେ ଥିଲା, ଏଇ ପ୍ରକାର ଦାସତ୍ୱର ବନ୍ଧନରେ ଥିଲା, ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ବହୁମୂଲ୍ୟ ରକ୍ତ ଦ୍ୱାରା ଆଜି ମୋ ସହିତ ଆପଣ ମାନଙ୍କୁ ସ୍ୱାଧୀନତା ଦେଇଛନ୍ତି। ହାଲେଲୁୟା। କାରଣ ସ୍ୱାଧୀନତା ନିମନ୍ତେ ଆମେ ଆହ୍ୱାନ ହେଇଛୁ, ତାଙ୍କର ସେବା ପାଇଁ, ତାଙ୍କ ନିମନ୍ତେ ଦୁଃଖ ସମସ୍ୟା ସହିବା ପାଇଁ। ମୋର ପୁତ୍ରା ପ୍ରେମ ପାଣି ଅଛନ୍ତି, ସେ ହୁଏତ ସେ ଛୋଟ ଥିଲେ, ଯେତେବେଳେ ଆମେ ପ୍ରଭୁଙ୍କର ସେବା କାର୍ଯ୍ୟ କରିବା ପାଇଁ ତାଙ୍କ ଗାଁକୁ ଗଲୁ, ତାଙ୍କ ଗାଁରେ ମାନେ ଏ ମୁଣ୍ଡଳରେ ଗୋଟେ ବଳି, ସେ ମୁଣ୍ଡଳରେ ଗୋଟେ ବଳି ପଡୁଥିଲା। କଞ୍ଚା ହିନ୍ଦୁ ସେମାନେ ଥିଲେ। ସେଇଠି ଆମେ ଯେତେବେଳେ ଆମେ ସୁସମାଚାର ପ୍ରଚାରକୁ ଗଲୁ, ସେଇଠିକାର ଲୋକମାନେ ଆମକୁ କେତେ ପ୍ରତିରୋଧ କଲେ, କେତେ ଅନେକ ଲୋକ ମାରିବା ପାଇଁ ଚେଷ୍ଟା କଲେ, ଅନେକ ଲୋକ ଗାଳି ତୁଳି କଲେ। ଆମେ ଏପଟେ ମାନେ ବାକ୍ୟ ପ୍ରଚାର କରୁଥିଲେ, ସେପଟେ ଚୁଲିରେ ମର୍ଚ ମାନେ ଲଙ୍କା ମର୍ଚ ପକେଇକିରି ଆମକୁ ସେ ପ୍ରକାର କଷ୍ଟ ଦଉଥିଲେ। କାହିଁକି? ଯେହେତୁ ସେମାନେ ପ୍ରଭୁଙ୍କୁ ନ ଜାଣି ଶୟତାନର ବନ୍ଧନରେ ବାନ୍ଧି ରହିଥିଲେ। ହେଲେ ଆମେ ମାନେ ଯେତେବେଳେ ପ୍ରଭୁଙ୍କର ସେବା କାର୍ଯ୍ୟ କରିବା ତାଙ୍କ ଗାଁକୁ ଗଲୁ, ସେମାନେ ଏ ପ୍ରକାର ଭାବରେ ଆମକୁ ତାଡ଼ନା କଲେ। କିନ୍ତୁ ଦିନ ଆସିଲା, ସମୟ ଆସିଲା, ପରିସ୍ଥିତି ଏ ପ୍ରକାର ହେଲା, ସେମାନେ ଯେତେବେଳେ ପ୍ରଭୁ ଯୀଶୁଙ୍କର ସତ୍ୟତାକୁ ବୁଝିପାରିଲେ, ସେମାନେ ସ୍ୱାଧୀନତା ପାଇ ବର୍ତ୍ତମାନ ଗୋଟେ ବଡ ମଣ୍ଡଳୀ ହେଇଛି। ଯୋଉ ବଡ ମଣ୍ଡଳୀ ଦ୍ୱାରା ଆଜି ସେଠିକାର ପାଳକଙ୍କର ମେସେଜ ଥିଲା, କିନ୍ତୁ କୌଣସି କାରଣବଶତଃ ହୋଇପାରି ନାହିଁ, ସେଠି ପାଳକ ମଧ୍ୟ ନିଯୁକ୍ତି ହେଲେ। କାହିଁକି? ଆଜ୍ଞା ଆପଣ ମାନଙ୍କୁ ମତେ ପ୍ରଭୁ ଯୀଶୁ ସ୍ୱାଧୀନତା ଦେଇଛନ୍ତି ଯେ ଚୁପଚାପ ରହିବା ପାଇଁ। ତାଙ୍କର ସେବା ଯୋଉ ସ୍ୱାଧୀନତା ଆମକୁ ଦେଇଛନ୍ତି, ସେ ସ୍ୱାଧୀନତା ବିଷୟରେ ଅନ୍ୟ ମାନଙ୍କ ନିକଟରେ ପହଞ୍ଚେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦୟାକରି ପଢନ୍ତୁ ରୋମୀ ପୁସ୍ତକ 6:20 ପଦ ପଢନ୍ତୁ। କାରଣ ତୁମ୍ଭେମାନେ ପାପର ଦାସ ଥିବା ସମୟରେ ଧାର୍ମିକତା ସମ୍ବନ୍ଧରେ ସ୍ୱାଧୀନ ଥିଲ। ଏଠାରେ ଲେଖାଯାଏ, କାରଣ ତୁମେ ମାନେ ପାପର ଦାସ ଥିବା ସମୟରେ ଧାର୍ମିକତା ସମ୍ବନ୍ଧରେ ସ୍ୱାଧୀନ। ପାପର ଦାସ ଥିବା ସମୟରେ ଧାର୍ମିକତା କଣ, ମୁକ୍ତି କଣ, ପ୍ରାୟ ଅନେକ ଲୋକ ଆମେ ଜାଣିନଥାଉ।
କିନ୍ତୁ ଯେତେବେଳେ ଆମେ ସ୍ୱାଧୀନ ପାଇବା ପରେ ଆମମାନଙ୍କର ଜୀବନରେ କଣ ପ୍ରଭୁ ଆଶୀର୍ବାଦ ପ୍ରଭୁ ରଖିଛନ୍ତି, କଣ ଶାନ୍ତି ସବୁ ରଖିଛନ୍ତି, ତାହା ବୁଝିଲା ପରେ ଆମେ ଦାସତ୍ୱ ବନ୍ଧନ ଶୟତାନର ବନ୍ଧନରୁ ଛାଡି ମୁକ୍ତ ହେଇ ପ୍ରଭୁଙ୍କ ନିକଟକୁ ଆମେ ସର୍ବଦା ଆସିଥାଉ। ପ୍ରଭୁ ଆମକୁ ସେ ପ୍ରକାର ଭାବରେ ବ୍ୟବହାର କରି ଆଣିଥାନ୍ତି। ସେଇଥିପାଇଁ ଗାଲାତୀୟ ତାର ସେଇ 5 ପର୍ବର 1 ପଦ ଆଉଥରେ ପଢୁଝିଅ, ଆଉଥରେ ସେଇ ପଦର। ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି, ଅତଏବ ସ୍ଥିର ଏବଂ ଦାସତ୍ୱ ଜୁଆଳିରେ ଆଉଥରେ ଯୋଜା ନଯାଅ। ବାସ୍ ସେଇଥିପାଇଁ ପ୍ରେରିତ ପାଉଲ ଯେତେବେଳେ ଗାଲାତୀୟ ମଣ୍ଡଳୀ ଲୋକମାନେ ଶୟତାନର ବନ୍ଧନରେ ବାନ୍ଧି ମୁକ୍ତି ଲାଭ କରିନଥିଲେ, ସ୍ୱାଧୀନତା ପ୍ରାପ୍ତ ହେଇନଥିଲେ, ଯେତେବେଳେ ସ୍ୱାଧୀନତା ପ୍ରାପ୍ତ ହେଲେ ତାଙ୍କୁ ଏ ପ୍ରକାର ସୁପରାମର୍ଶ ଦେଉଛନ୍ତି ନା କଣ, ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ବା ତୁମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି, ଅତଏବ ସେଇଥିରେ ସ୍ଥିର ଥାଅ। ପୁନର୍ବାର ଯେପରି ଶୟତାନର ବନ୍ଧନରେ ଯେପରି ବାନ୍ଧିନ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ 12 ଜଣ ଶିଷ୍ୟଙ୍କୁ ନିଯୁକ୍ତ କଲେ ତାଙ୍କର ସେବା କରିବା ପାଇଁ, ସେମାନଙ୍କ ମନରେ ଅନେକ ପ୍ରକାର ଦ୍ୱନ୍ଦ୍ୱ ଥିଲା, ସେମାନଙ୍କର ମନରେ ଅନେକ ପ୍ରକାର ସନ୍ଦେହ ଥିଲା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବରଣ କରି ପୁନରୁତ୍ଥିତ ହେଲା ପରେ ମଧ୍ୟ ତାଙ୍କ ଭିତରେ ଦ୍ୱନ୍ଦ୍ୱତା ଥିଲା, ଯାହାକି ତାର ଯୋହନ ତାର 20-21 ଯେତେବେଳେ ପଢୁ, ସେଇଠି ପିତର ପୁନର୍ବାର ସେ ମାଛ ଧରିବାକୁ ଯାଉଛନ୍ତି। ସେ ଯାଉଛନ୍ତି କେତେ ଶିଷ୍ୟ ମାନଙ୍କୁ ମଧ୍ୟ ଡାକିକି ନେଇକି ଚାଲି ଯାଉଛନ୍ତି। କାହିଁକି? ତାଙ୍କ ଜୀବନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱାଧୀନତା ଦେଇଥିଲେ ମଧ୍ୟ ସେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକୃତ ସ୍ୱାଧୀନତାକୁ ସ୍ପିରିଚୁଆଲିଟି ଭାବରେ ସେ ଗ୍ରହଣ ପ୍ରାୟ କରିନଥିଲେ। ସେଇଥିପାଇଁ ପୁନର୍ବାର ସେ କହୁଛେ ମୁଁ ପୁନର୍ବାର ମାଛ ଧରିବାକୁ, ପୁନର୍ବାର ମୁଁ ଶୟତାନର ବନ୍ଧନକୁ, ପୁନର୍ବାର ଖ୍ରୀଷ୍ଟଙ୍କର ସ୍ୱାଧୀନତାକୁ ଛାଡି ସ୍ୱାଧୀନତାକୁ ସ୍ଥିରତା ନ ରହି ପୁନର୍ବାର ମୁଁ ଶୟତାନର ବନ୍ଧନରେ ଶୟତାନର ଦାସତ୍ୱ ହେବାକୁ ଯାଉଛି ବୋଲି ସେ ମାଛ ଧରିବାକୁ କଲେ। ତଥାପି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଛାଡିଲେ ନାହିଁ ତାଙ୍କୁ, ପୁନର୍ବାର ସମୁଦ୍ର ଦେଖା ହେଇକିରି ତାଙ୍କୁ ପୁନର୍ବାର ଫେରାଇକି ଆଣିଲେ, ଯଦ୍ୱାରା ପ୍ରକୃତ ସ୍ୱାଧୀନତା ତାଙ୍କ ଜୀବନକୁ ଆସିଗଲା। ପିତରଙ୍କ ଜୀବନରେ ଅନେକ ଚମତ୍କାର କାମ ସବୁ ପ୍ରଭୁ କଲେ। ଗୋଟିଏ ପ୍ରଚାରରେ 3000, ଗୋଟିଏ ପ୍ରଚାରରେ 5000, ଯଦ୍ୱାରା କି ପିତରଙ୍କର ଛାଇ ପଡି ମଧ୍ୟ ସୁସ୍ଥତା ହେଲେ। କାହିଁକି? କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ବହୁମୂଲ୍ୟ ରକ୍ତ ଦ୍ୱାରା ପିତରଙ୍କୁ ସ୍ୱାଧୀନତା ଦେଲେ। ସେଇଦିନ ପ୍ରେରିତ ପାଉଲଙ୍କୁ ମଧ୍ୟ ସ୍ୱାଧୀନତା ଦେଇଥିଲେ। ପ୍ରେରିତ ପାଉଲ ତାଙ୍କର ପୂର୍ବ ନାମ ସାଉଲ ଯେତେବେଳେ ଥିଲା, ସେ ସମୟରେ ସେ ପ୍ରଭୁ ବିରୋଧୀ ଥିଲେ, ଖ୍ରୀଷ୍ଟ ବିରୋଧୀ ଥିଲେ, ସେ ଶୟତାନର ବନ୍ଧନରେ ବାନ୍ଧିଥିଲେ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କୁ ଦିନେ ଗୋଟିଏ ଜାଗାରେ ଦର୍ଶନ ଦେଇ ତାଙ୍କୁ ସ୍ୱାଧୀନତା ଦେଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ପାପର ବନ୍ଧନରୁ ମୁକ୍ତ କରି ସ୍ୱାଧୀନତା ଦେଇଥିବାରୁ ପ୍ରେରିତ ପାଉଲ କହୁଛନ୍ତି, ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି, ଅତଏବ ସ୍ଥିର ହୋଇ ରହିବାକୁ ପଡିବ। ଆସୁ ଯେତେ ଜୀବନରେ ସମସ୍ୟା, ଆସୁ ଯେତେ ପରିସ୍ଥିତି, ଆସୁ ଯେତେ ଯାହା କିଛି, ଆମେ ପ୍ରଭୁଙ୍କ ନାମରେ ଯେତେବେଳେ ସ୍ୱାଧୀନତା ପାଇଛୁ, ତାଙ୍କ ରକ୍ତରେ ଯେତେବେଳେ ଆମେ ସ୍ୱାଧୀନତା ପାଇଛୁ, ଆମେ ସ୍ଥିର ରହିବା। ପୁନର୍ବାର ପୁଣି ଆମେ ଯେପରି ଆମେ ଆଉ ଥରେ ପଛକୁ ଫେରି ନ ଯିବା, କାରଣ ପଛକୁ ଫେରିବା ଦ୍ୱାରା ବିପଦ ଆସେ। ଯାହାକି ଲୋଟଙ୍କ ସ୍ତ୍ରୀ କଥା, ତୁମେ ପଛକୁ ଅନାଉ ନାହିଁ, ପଛକୁ ଅନାଇବା ଦ୍ୱାରା ବିପଦ ଅଛି। ଯେହେତୁ ତୁମକୁ ବର୍ତ୍ତମାନ ସ୍ୱାଧୀନତା ଦେଉଛି, ଯୋଉ ବିପଦ ବର୍ତ୍ତମାନ ସଦମ ଗମନରେ ରହିଛି, ସେଇଠାରୁ ତୁମେ ମୁକ୍ତ ହୁଅ, ଯୋଉଟାରେ ତୁମେ ରକ୍ଷା ପାଇବ। ପଛକୁ ଚାହିଁବ ନାହିଁ, ପଛକୁ ଅନାଇବ ନାହିଁ, ଆଉ ଥରେ ଶୟତାନର ବନ୍ଧନରେ ଯୋଚା ହୁଅ ନାହିଁ। କିନ୍ତୁ ଲୋଟଙ୍କ ସ୍ତ୍ରୀ ହୁଏତ ସେ କଣ ଲାଳସା କରି ପଛକୁ ଯେତେବେଳେ ଚାହିଁଦେଲା, ତାର ହାଲତ କଣ ହେଲା ଆଜ୍ଞା? ସେଇଥିପାଇଁ ପ୍ରେରିତ ପାଉଲ ସୁନ୍ଦର କରି କହୁଛନ୍ତି, ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ତୁମକୁ ମୁକ୍ତ କରିଅଛନ୍ତି, ତୁମେ କେବଳ ସେଠାରେ ସ୍ଥିର ରୁହ, ଆଉ ଥରେ ଶୟତାନର ବନ୍ଧନରେ। ହାଲେଲୁୟା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ସେ ପ୍ରକାର ସ୍ୱାଧୀନତା ଦେଇଛନ୍ତି। ଦୟାକରି ପଢନ୍ତୁ ରୋମୀ କିତାବ, ରୋମିଓ 6:22 ପଢନ୍ତୁ ଶୀଘ୍ର। କିନ୍ତୁ ଏବେ ପାପର ଅଧୀନତାରୁ ମୁକ୍ତ ହୋଇ ଈଶ୍ୱରଙ୍କ ଦାସ ହେବାରୁ ତୁମ୍ଭେମାନେ ପବିତ୍ରତା ଉଦ୍ଦେଶ୍ୟରେ ଫଳ ପାଇଅଛ, ଆଉ ଏଥିର ପରିଣାମ ଅନନ୍ତ ଜୀବନ। ହାଲେଲୁୟା। ଏ ଫଳ କେମିତିଟା ଆଜ୍ଞା?
ସେଇଦିନ ହବା ଆଦମକୁ ତାଙ୍କ ପ୍ରଭୁ କହିଥିଲେ ମାନେ ବଗିଚାର ଚତୁର୍ଦିଗରେ ତମେ ମନ ଇଚ୍ଛା ସୁସ୍ୱାଦୁ ଫଳ ଆରାମରେ ଖାଇପାରିବ, ଯଥେଷ୍ଟ ଭାବରେ ଖାଇପାର। ସେମାନେ ହୁଏତ ଖାଇ ଖାଇ କେତେ ଖୁସିରେ ସମୟ କାଟୁଥିଲେ ଆଜ୍ଞା। କିନ୍ତୁ ଏଇଠାରେ ଦେଖନ୍ତୁ, କିନ୍ତୁ ଏବେ ପାପର ଅଧୀନତାରୁ ମୁକ୍ତ ହୋଇ ଈଶ୍ୱରଙ୍କ ଦାସ ହେବାରୁ ତୁମେ ମାନେ କଣ ପବିତ୍ରତା ଉଦ୍ଦେଶ୍ୟରେ ଫଳ ପାଇଅଛ। କେମିତି ଫଳ ଆଜ୍ଞା ସେଟା? କେମିତି ଫଳ? ଆଉ ଏଥିର ପରିଣାମ କଣ ଆଜ୍ଞା? କେମିତି ଫଳ? ଲାଷ୍ଟରେ କେମିତି ଫଳ ସେଇଟା ପଢ, ଲାଷ୍ଟ ପଦଟା। ଅନନ୍ତ ଜୀବନ। ହାଲେଲୁୟା! ଅନନ୍ତ ଜୀବନ। ସେଇ ଫଳ ହଉଛି ଈଶ୍ୱରଙ୍କର ଫଳ। ତାଙ୍କର ଲୋକମାନଙ୍କୁ ସ୍ୱାଧୀନତା ଦେଇ ସେମିତି ଛାଡି ନାହାନ୍ତି। ସେଇଦିନ ହବା ଆଦମକୁ ସ୍ୱାଧୀନତା ଦେଇ ଫଳ ଖାଇବାକୁ ଦେଇଥିଲେ, ଫଳ ସ୍ୱଚ୍ଛନ୍ଦରେ ଖାଇବା ପାଇଁ ସ୍ୱାଧୀନତା ଦେଇଥିଲେ। ଆଜି ଆମ ମାନଙ୍କୁ ପ୍ରଭୁ ଶ୍ରୀଖ୍ରୀଷ୍ଟ ଆପଣାର ପବିତ୍ର ବହୁମୂଲ୍ୟ ରକ୍ତରେ ସ୍ୱାଧୀନତା ଦେଇ ସେ ଆମମାନଙ୍କୁ ଏ ପ୍ରକାର ଫଳ ଦେଇଛନ୍ତି, ଯାହାର ପରିଣାମ କଣ? ଅନନ୍ତ ଜୀବନ। ହାଲେଲୁୟା! ଯୋହନ 3:16 ମୁଖସ୍ଥ କରିଦେ, ଶୀଘ୍ର କୁହନ୍ତୁ। ଯୋହନ 3:16। କାରଣ ଈଶ୍ୱର ଜଗତକୁ ଏଡ଼େ ଜଗତ ପରିଶ୍ରମ କଲେ ଯେ ସେ ଆପଣା ଅଧିକୁ ଜଗତ ନିମନ୍ତେ ଦାନ କଲେ, ଯେପରି ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ। ସେ ବିନଷ୍ଟ ନ ହେଇ କଣ ପାଇବ ଆଜ୍ଞା? ଅନନ୍ତ କାରଣ ଜୀବନ। ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ଆପଣର ଏକମାତ୍ର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ ଦେଇଥିଲେ ଆଜ୍ଞା। ବିନା ମୂଲ୍ୟରେ ସେ ଆପଣର ଏକମାତ୍ର ପୁତ୍ରଙ୍କୁ ଦାନ ଦେଇଥିଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ପାପରେ ବିନଷ୍ଟ ନ ହୋଇ, ଶୟତାନର ବନ୍ଧନରେ ବିନଷ୍ଟ ନ ହୋଇ, ଅନ୍ଧକାରରେ ବିନଷ୍ଟ ନ ହୋଇ କଣ ପାଇବ ଆଜ୍ଞା? ଅନନ୍ତ ଜୀବନ ପାଇବ, ଯାହାକି ତାର ରୋମୀ 6:22 ଲେଖା ହେଇଛି, ତାର ପରିଣାମ ଅନନ୍ତ ଜୀବନ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଅନନ୍ତ ଜୀବନ ସେତିକି ଏକା ନୁହେଁ। ତାର ପଢନ୍ତୁ ଯୋହନ 1:12 ପଢନ୍ତୁ, ଆହୁରି ଗୋଟେ ଅଧିକାର ଆଜ୍ଞା। ଅନନ୍ତ ଜୀବନ ଦେବା ସହିତ ଆଉ ଗୋଟେ ଅଧିକାର ଆମକୁ ଦେବେ, ଯେହେତୁ ଯେଉଁମାନେ ପ୍ରଭୁଙ୍କ ଠାରେ ଯୀଶୁଙ୍କ ଠାରେ ବିଶ୍ୱାସ କରି ନିଜର ପାପର ପ୍ରବନ୍ଧନରୁ ସ୍ୱାଧୀନତା ପ୍ରାପ୍ତ ହୁଅନ୍ତି, ସେମାନଙ୍କୁ ଅନନ୍ତ ଜୀବନ ଦେବା ସାଥେ ସାଥେ ଆଉ ଗୋଟେ ଆଶୀର୍ବାଦ। ଶୀଘ୍ର ପଢନ୍ତୁ 1:12। କେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ପ୍ରେଜ୍ ଦ ଗୋଟେ ତାଳି ମାରନ୍ତୁ ଆଜ୍ଞା, ଗୋଟେ ତାଳି ମାରନ୍ତୁ। ଆଉ ଗୋଟେ ଆଶୀର୍ବାଦ, ପ୍ରଭୁଙ୍କର ମହାନାମର ଧନ୍ୟବାଦ। ପ୍ରଭୁଙ୍କର ଆଶୀର୍ବାଦ ଫଳ ଗୋଟେ ଅଛି, ଏଇଠି ଲେଖା ଅଛି ମାନେ ତାର ପରିଣାମ ଅନନ୍ତ ଜୀବନ ସାଥେ ସାଥେ ଏଇଠି 1:12 ଲେଖା ଯେ ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଯେତେ ଲୋକ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ କୋଉ ଅଧିକାର ଦେଲେ ଆଜ୍ଞା? କୋଉ ଫଳର ଅଧିକାର ଦେଲେ? ଆପଣର ସନ୍ତାନର ଅଧିକାର। ହାଲେଲୁୟା! ଆମେ ସବୁ, ମୋ ସହିତ ଆମେ ଯେତେ ଅଛୁ, ଆମେ ତାଙ୍କର ସନ୍ତାନ। ଆମେ ସ୍ୱାଧୀନତା ପାଇଁ ତାଙ୍କର ସନ୍ତାନ, ଆମେ ସ୍ୱାଧୀନତା ପାଇଁ ତାଙ୍କର ବେଟା ବେଟି ଅଟୁ। ଯେହେତୁ ସଦାପ୍ରଭୁ ପରମେଶ୍ୱର ଏଇ ପ୍ରକାର ପ୍ଲାନ, ଏଇ ପ୍ରକାର ଯୋଜନା ଆମମାନଙ୍କୁ ରଖିଲେ, ଆପଣାର ଏକମାତ୍ର ପୁତ୍ରଙ୍କୁ ଏ ଜଗତକୁ ପଠେଇ ଆମମାନଙ୍କୁ ସ୍ୱାଧୀନତା ଦେବା ପାଇଁ। ସେ ଯେତେବେଳେ ପଠେଇଲେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲେ ନିଜର ରକ୍ତ ଦେଇ, ନିଜର ଜୀବନ ଦେଇ ଯେତେବେଳେ ସେ ବଳୀକୃତ ହେଲେ, ଆମେ ଯେତେ ଲୋକ ତାହାଙ୍କୁ ଗ୍ରହଣ କରିଛୁ, ବିଶ୍ୱାସ କରିଛୁ, ତାଙ୍କୁ ଆମମାନଙ୍କର ଫଳ ସ୍ୱରୂପ ନମ୍ବର 1 ରେ ଅନନ୍ତ ଜୀବନ ଦେବା ସହିତ ପୁତ୍ର ସନ୍ତାନର ଅଧିକାର ମଧ୍ୟ ଦେଇଛନ୍ତି। ଦୟାକରି ପଢନ୍ତୁ ରୋମୀ 8:2 8:2 ରୋମୀ ପୁସ୍ତକ। କାରଣ ଜୀବନଦାୟକ ଆତ୍ମାଙ୍କ ବ୍ୟବସ୍ଥା କାରଣ ଜୀବନଦାୟକ ଆତ୍ମାଙ୍କ ବ୍ୟବସ୍ଥା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମ୍ଭକୁ ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରିଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା! କାରଣ ଜୀବନଦାୟକ ଆତ୍ମାଙ୍କ ବ୍ୟବସ୍ଥା ଯୀଶୁଙ୍କ ସହଭାଗିତାରେ ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରିଅଛି। ଯେହେତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାହାଙ୍କର ରକ୍ତ ଦ୍ୱାରା ଆମକୁ ସ୍ୱାଧୀନତା ଦେଇ ମୁକ୍ତ କରି, ତବେ ପ୍ରଥମ ପିତର 2:16 ଲେଖା ଥାଏ, ତୁମେ ମାନେ ସ୍ୱାଧୀନତା ହେଲେ ତୁମ ମାନଙ୍କର ସ୍ୱାଧୀନତାକୁ ଦୁଷ୍ଟତାର ଆଚରଣ ସ୍ୱରୂପ ବ୍ୟବହାର ନ କରି ବରଂ ଈଶ୍ୱରଙ୍କର ଦାସ ହୋଇ ସତ୍କର୍ମ କର। ଯେହେତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ଯେତେବେଳେ ଆପଣାର ରକ୍ତ ଦେଇ ସ୍ୱାଧୀନତା ଦେଇଛନ୍ତି, ମୁକ୍ତି ଦେଇଛନ୍ତି, ଆମେ ତାଙ୍କର ଦାସତ୍ୱ ମାନେ ସତ୍କର୍ମ କରିବା ପାଇଁ ପରାମର୍ଶ ଦିଆଯାଏ। ତେବେ ପ୍ରଥମ କରନ୍ତି ତାର 7:22 ଲେଖା ଥାଏ, କାରଣ ଯେ ଦାସ ହୋଇ ଆହୁତ
କାରଣ ଯେ ଦାସ ହୋଇ ହାଉତ ହୋଇଅଛି ସେ ପ୍ରଭୁଙ୍କ ମୁକ୍ତ ଲୋକ। ଯେ ପ୍ରଭୁଙ୍କର ଦାସ ହୋଇ ପ୍ରଭୁଙ୍କର ଦାସ ଦାସୀ ହୋଇ ବର୍ତ୍ତମାନ ଆମେ ଯେତେବେଳେ ସମୟ କାଟୁଛୁ ଆମେ କେମିତି ଆଜ୍ଞା ସେ ପ୍ରଭୁଙ୍କର ମୁକ୍ତ ଲୋକ। ଯେତେବେଳେ ଗୋଟେ ପକ୍ଷୀ ଯେତେବେଳେ ଗୋଟେ ଚଢେଇକୁ ଯେତେବେଳେ ପାଞ୍ଜରୀ ଭିତରେ ବନ୍ଦ କରି ରଖାଯାଏ ତାକୁ ଯେତେବେଳେ ଖୋଲି ଦିଆଯାଏ ସେ ମୁକ୍ତ ଭାବରେ ଆକାଶରେ ଉଡିବାକୁ ପାରେ। ଠିକ ସେଇପରି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ଦାସତ୍ୱ ବନ୍ଧନର ପିଞ୍ଜରାରୁ ମୁକ୍ତ କରିଛନ୍ତି, ଯଦ୍ୱାରା ଆମମାନଙ୍କୁ ସ୍ୱାଧୀନତା ଦିଆଛନ୍ତି। ହଁ ମୁକ୍ତ ହୋଇ ଆହୁତ ହୋଇ ଅଛି ସେ ଖ୍ରୀଷ୍ଟଙ୍କର ଦାସ ଅଟେ ମୋର ପ୍ରିୟ ପ୍ରଭୁଙ୍କ ଲୋକ। ତେବେ ଆମେ ବର୍ତ୍ତମାନ ଶେଷ ପର୍ଯ୍ୟାୟକୁ ଯିବା। ଯେତେବେଳେ ଆମମାନଙ୍କର ଭାରତ ଦେଶ ଯେତେବେଳେ ସ୍ୱାଧୀନତା ପାଇଲା ସେତେବେଳେ ତ୍ରିରଙ୍ଗା ପତାକା କୋଉଠି ଉଡେଇଲେ ଆଜ୍ଞା କୁହନ୍ତୁ? ଉଡେଇଥିଲେ ତ୍ରିରଙ୍ଗା ପତାକାକୁ ଦିଲ୍ଲୀର ଲାଲକିଲ୍ଲାରେ ଉଡେଇଥିଲେ। ଯେତେବେଳେ କାହିଁକି ସେଟା ଗୋଟେ ଚିହ୍ନ ସ୍ୱରୂପ ଦିଲ୍ଲୀର ଲାଲକିଲ୍ଲାରେ ଉଡେଇଥିଲେ। ଭାରତ ସରକାର ସ୍ୱାଧୀନତା ପ୍ରାପ୍ତ ହେଲା ପରେ ଦିଲ୍ଲୀର ଲାଲକିଲ୍ଲାରେ ତ୍ରିରଙ୍ଗା ପତାକା ଉଡେଇଥିଲେ। ତେବେ ଆମ ମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ସ୍ୱାଧୀନତା ହେଲେ ସେ କୋଉ ଉପରେ ସେ ଆମର ବିଜୟ ମାନେ ପତାକା ଉଡେଇଥିଲେ? ଦୟାକରି ଶୀଘ୍ର ପଢନ୍ତୁ କଲୋସିୟ 2 ପର୍ବର 15 ପଦ ପଢନ୍ତୁ, ଆମେ ଶେଷ କରିବା ଶୀଘ୍ର। ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ଅସ୍ତ୍ରଶସ୍ତ୍ର ଛଡାଇ ପ୍ରକାଶରେ ସେମାନଙ୍କ ପ୍ରଦର୍ଶନ ପୂର୍ବକ କ୍ରୁଶରେ ବିଜୟ ଯାତ୍ରା କରିଅଛନ୍ତି। ହାଲେଲୁୟା। ଆଜ୍ଞା ଏଠାରେ ଦେଖୁଛୁ ଯେ ଭାରତ ସରକାର ଯେତେବେଳେ 1947 ଅଗଷ୍ଟ ମାସରେ ସ୍ୱାଧୀନତା ପ୍ରାପ୍ତ ହେଲା ସେ ଦିଲ୍ଲୀର ଲାଲକିଲ୍ଲାରେ ତ୍ରିରଙ୍ଗା ପତାକା ଉଡେଇଥିଲା ଆନନ୍ଦର ସହିତ ମୁକ୍ତିର ଘୋଷଣା ହେଇଥିଲା। କିନ୍ତୁ ଆମ ମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ଯେତେବେଳେ ସେ ସ୍ୱାଧୀନତା ଦେବା ପାଇଁ ଆସିଲେ କ୍ରୁଶ ଉପରେ ନିଜର ରକ୍ତ ଦେଇଛି କ୍ରୁଶ ଉପରେ ଚଢିଥିଲେ ସେଇ ସମୟରେ ଲେଖାଯାଏ ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ଅସ୍ତ୍ର ଶସ୍ତ୍ର ଛଡାଇ ପ୍ରକାଶର ସେମାନଙ୍କର ପ୍ରଦର୍ଶନ ସ୍ୱରୂପେ ସେ କ୍ରୁଶରେ ବିଜୟ ଯାତ୍ରା କଲେ। ହାଲେଲୁୟା। କାରଣ ମୋ ପାଇଁ ଆପଣଙ୍କ ପାଇଁ ସଦାପ୍ରଭୁ ପରମେଶ୍ୱର ସେଇ ଦିନ ସ୍ୱାଧୀନତା ଦେବା ନିମନ୍ତେ ଶୟତାନର ସମସ୍ତ ଅସ୍ତ୍ର ଶସ୍ତ୍ରକୁ ସେ ଗୁପ୍ତ ଭାବରେ ଛଡେଇ ନାହାନ୍ତି ଆଜ୍ଞା, ପ୍ରକାଶରେ ଛଡେଇ ସେ କଣ କରେ କ୍ରୁଶରେ ତାଙ୍କର ବିଜୟ ଝଣ୍ଡାକୁ ଉଡେଇ ବିଜୟ ଯାତ୍ରା ସେ କରିଅଛନ୍ତି। ଯେହେତୁ ପ୍ରଭୁ ଆମମାନଙ୍କୁ ସେ ମୁକ୍ତ ପ୍ରଦାନ କରିଅଛନ୍ତି ସେଇଥିପାଇଁ ସେ ତାର ସେ ଗାଲାତୀୟ 5 ଲେଖାଯାଏ କାରଣ ଖ୍ରୀଷ୍ଟ ତୁମମାନଙ୍କୁ ତୁମମାନଙ୍କ ସ୍ୱାଧୀନତା ନିମନ୍ତେ ମୁକ୍ତି ପ୍ରଦାନ କରିଅଛନ୍ତି। ସେଥିପାଇଁ ତୁମେ ମାନେ ସ୍ଥିର ରହ, ପୁନର୍ବାର ଯେପରି ଶୟତାନର ବନ୍ଧନରେ ଦାସର ବନ୍ଧନରେ ବନ୍ଧାନ ଯାଅ। ପ୍ରଭୁ ଏ ଅଳ୍ପ ବାକ୍ୟ ଦ୍ୱାରା ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଯେହେତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ବହୁମୂଲ୍ୟ ରକ୍ତ ଦ୍ୱାରା ତାଙ୍କର ବହୁମୂଲ୍ୟ ଜୀବନ ଦେଇ ଆମମାନଙ୍କୁ ସେ ସ୍ୱାଧୀନତା ଦେଇଛନ୍ତି, ପାପର ବନ୍ଧନରୁ ମୁକ୍ତ କରିଅଛନ୍ତି। ଆମେ ସ୍ଥିର ରହି ପ୍ରଭୁଙ୍କର ସେବାରେ ଅଗ୍ରସର ହେବାକୁ ପଡିବ। ପ୍ରଭୁ ଏ ଅଳ୍ପ ବାକ୍ୟରେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ବିଶେଷ ଭାବରେ ମୁଁ ହୋଷ୍ଟ ଆଜ୍ଞାଙ୍କୁ ମୁଁ ଧନ୍ୟବାଦ ଦେଉଛି ଯେ ଅଚାନକ ଭାବରେ ପ୍ରଭୁଙ୍କର ବାକ୍ୟ ପରିବେଷଣ କରିବା ପାଇଁ ଏ ବହୁମୂଲ୍ୟ ସୁଯୋଗ ସମସ୍ତଙ୍କୁ ଥ୍ୟାଙ୍କ ୟୁ ସୋ ମଚ। ଗଡ୍ ବ୍ଲେସ ୟୁ। ଓକେ ବାଏ। ଆଜ୍ଞା ବହୁତ ବହୁତ ଧନ୍ୟବାଦ। ଆପଣ ହଠାତ୍ ମଧ୍ୟ ଆମମାନଙ୍କ ସମ୍ମୁଖକୁ ଆସିଲେ ଆଉ ଅତି ସୁନ୍ଦର ବାକ୍ୟ ଆମମାନଙ୍କୁ ପରିବେଷଣ କରିଗଲେ। ଆଉ ସ୍ୱାଧୀନତା ବିଷୟକୁ ନେଇ ଆପଣ ଅତି ସୁନ୍ଦର ଭାବରେ ଆମମାନଙ୍କୁ ବାକ୍ୟ କହିଗଲେ। ସତରେ ପୁରାତନ ନିୟମରେ ଆଉ ସ୍ୱାଧୀନ ଯେତେବେଳେ ମନ୍ଦିରକୁ ଯିବାକୁ ହୁଏ ତାହା ହେଲେ ସେମାନେ ଆଉ ମହାଯାଜକ ବର୍ଷଟି ସାରା ନିଜେ ସେ ପବିତ୍ର ହଉଥିଲେ ଏବଂ ସେ ମହାଯାଜକ ହିଁ ଜଣେ ବେଦୀ ନିକଟକୁ ଯାଇ ବଳି ଉତ୍ସର୍ଗ କରୁଥିଲେ। ଆଉ ଅନ୍ୟମାନେ ସ୍ୱାଧୀନ ସେମାନଙ୍କ ପାଇଁ ନଥିଲା, ସେମାନେ ବେଦୀ ନିକଟକୁ ଯାଇ ଆଉ ସେମାନେ ବଳି ଉତ୍ସର୍ଗ କରି ପାରୁନଥିଲେ। କିନ୍ତୁ ନୂତନ ନିୟମକୁ ଯେତେବେଳେ ଆମେ ଆସୁ ଦେଖୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଆମମାନଙ୍କ ପାଇଁ ସେ ଜଗତକୁ ଆସିଲେ। ସେ ଜଗତକୁ ଆସିଲେ ଆମମାନଙ୍କ ପାଇଁ ପ୍ରାଣ ଦେଲେ, ଆମମାନଙ୍କ ପାଇଁ ରକ୍ତ ଦେଲେ, ମାଂସ ଦେଲେ ଏବଂ ଆମମାନଙ୍କୁ ସେ ସ୍ୱାଧୀନ ଦେଲେ, ଯଦ୍ୱାରା ଆଜି ସମସ୍ତେ ଆମେ ସିଧାସଳଖ ବେଦୀ ନିକଟକୁ ଯାଇପାରୁଅଛୁ। ଆଉ ସେଇ ବିଷୟକୁ ନେଇ ପ୍ରଭୁଙ୍କର ମହାନ ଦାସ ସେ ଅତି ସୁନ୍ଦର ଭାବରେ ଆମମାନଙ୍କୁ ଶିକ୍ଷା ଦେଲେ। ଆଉ ସେ ଜଗତକୁ ଆସିଲେ ଏବଂ ସେ ଆମମାନଙ୍କ ପାଇଁ ପ୍ରାଣ ଦେଇ ଆମମାନଙ୍କୁ ଅନନ୍ତ ଜୀବନ ଦେଲେ ଏବଂ ସେ ଆମମାନଙ୍କ ପାଇଁ ରକ୍ତ ଦେଇ ସେ ଆମମାନଙ୍କୁ ତାହାଙ୍କର ସନ୍ତାନ ହେବାର ଅଧିକାର ଦେଲେ ଏବଂ ସେ ଜଗତକୁ ଆସିଲେ ଏବଂ ଆମମାନଙ୍କୁ କଣ ପାପରୁ ଏବଂ ମୃତ୍ୟୁରୁ ମଧ୍ୟ ସେ ଆମମାନଙ୍କୁ କଣ କଲେ ଆଉ ସ୍ୱାଧୀନ ଦେଲେ ବା ମୁକ୍ତ କଲେ।
ତେଣୁ ଆସୁ ଆମ୍ଭେମାନେ ଏହି ଦିନ ମାନଙ୍କରେ ଯେପରି ଆଉ ସ୍ୱାଧୀନ ଭାବରେ ପ୍ରଭୁଙ୍କର ସେବା କରିବା, ଉପାସନା କରିବା, ତାହାଙ୍କର ଗୌରବ ପ୍ରଶଂସା କରିବା, ଆସୁ ଦୁଃଖ, ଆସୁ ନିନ୍ଦା, ଆସୁ ତାଡ଼ନା ସବୁ କିଛି ପଛରେ ପକାଇ ଆମେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା, କାରଣ ସେ ଆମମାନଙ୍କୁ ସ୍ୱାଧୀନ କଲେ ଯେ ଜଗତରେ ତାହାଙ୍କର ସେବା କରିବା ପାଇଁ, ଜଗତରେ ନୀରବ ରହିବା ପାଇଁ ସେ ଆମମାନଙ୍କୁ ସ୍ୱାଧୀନ କରିନାହାନ୍ତି କିମ୍ବା ପ୍ରାଣ ଦେଇନାହାନ୍ତି କିମ୍ବା ରକ୍ତ ଦେଇନାହାନ୍ତି। ଜଗତରେ ଆମେ ଯେପରି ଦୁଃଖ କଷ୍ଟରେ, ନିନ୍ଦା ଅପମାନରେ, ତାଡ଼ନାରେ ଆମେ ତାହାଙ୍କର ସେବା କରି ତାହାଙ୍କର ଗୌରବର କାରଣ ହୋଇପାରିବା, ସେଥିପାଇଁ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। କାରଣ ଦିନେ ସେ ଆମମାନଙ୍କ ପାଇଁ ପ୍ରାଣ ଦେବା ପାଇଁ ସେ ଆସିଥିଲେ, କିନ୍ତୁ ଆଉ ସେ ପ୍ରାଣ ଦେବା ପାଇଁ ଜଗତକୁ ଆସିବେ ନାହିଁ କି ଆମମାନଙ୍କୁ ସ୍ୱାଧୀନ କରିବା ପାଇଁ ସେ ଜଗତକୁ ଆଉ ଥରେ ଏ ଜଗତକୁ ଆସିବେ ନାହିଁ। ସେ ନ୍ୟାୟବାନ ବିଚାରକର୍ତ୍ତା ଭାବରେ ସେ ଜଗତକୁ ଆସିବେ। ତେଣୁ ସେ ଆସିବା ପୂର୍ବରୁ ଆମେ ତାହାଙ୍କ ନିକଟରେ ନିଜକୁ ପ୍ରସ୍ତୁତ କରୁ, ନିଜକୁ ଜାଗ୍ରତ କରୁ, ନିଜକୁ ତାହାଙ୍କ ଠାରେ ସମର୍ପଣ କରୁ, ଆଉ ସ୍ୱାଧୀନ ଭାବରେ ଆମେ ତାହାଙ୍କର ସେବା ଉପାସନା କରି ତାହାଙ୍କ ଠାରୁ ଆମେ ଆଶୀର୍ବାଦର କାରଣ ହେଉ। ଏ ସୁନ୍ଦର ବାକ୍ୟ, ଏ ସୁନ୍ଦର ଶିକ୍ଷା, ଏ ସୁନ୍ଦର ପରାମର୍ଶ ଆମମାନଙ୍କୁ ପ୍ରଭୁଙ୍କର ପାଣି ଆଜ୍ଞା, ପ୍ରଭୁଙ୍କର ଦାସ ସେ ଆମମାନଙ୍କୁ ଅତି ସୁନ୍ଦର ବାକ୍ୟ ଦେଇଛନ୍ତି। ସେ ବାକ୍ୟ ଦ୍ୱାରା ମୁଁ ଆଶୀର୍ବାଦ ପାଇଅଛି। ଆମେ ଯେତେ ଜଣ ଜଡ଼ିତ ଅଛୁ ପ୍ରତ୍ୟେକ ଆମେ ଆଶୀର୍ବାଦ ପାଇଥିବା, ଏହା ମୋର ବିଶ୍ୱାସ ରହିଅଛନ୍ତି। ପ୍ରଭୁଙ୍କର ଦାସଙ୍କୁ ମୁଁ ତ ତାଙ୍କ ବୟସରେ ଛୋଟ, ମୁଁ ଆଶୀର୍ବାଦ ଦେଇପାରେ ନାହିଁ, କିନ୍ତୁ ପ୍ରଭୁ ହିଁ ତାହାଙ୍କୁ ଆଶୀର୍ବାଦ କରନ୍ତୁ, ମଙ୍ଗଳ କରନ୍ତୁ, ତାଙ୍କ ସେବା ଜୀବନରେ ମଧ୍ୟ ପ୍ରଭୁ ବହୁଳ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଆମେ ଏହି ସମୟରେ ଶେଷ ପର୍ଯ୍ୟାୟକୁ ଆସିଛୁ। ଆମେ